ନିଶ୍ଚୟ ରୂପେ ଜାଣଛେ କୌଣସି ବ୍ୟଭିଚାରୀ ବା ଅଶୁଦ୍ଧାଚାରୀ ବ୍ୟକ୍ତି ବା ଲୋଭୀ ସେ ତ ଦେବ ପୂଜକ, ଏମାନଙ୍କର ଖ୍ରୀଷ୍ଟ ଓ ଈଶ୍ୱରଙ୍କର ରାଜ୍ୟରେ ଅଧିକାର ନାହିଁ। ଏଇ ସ୍ଥାନରେ ଲେଖାଯାଏ ମାନେ ଯେଉଁମାନେ ହଉଛନ୍ତି ଦେବ ପୂଜକ, ସେମାନେ ହଉଛନ୍ତି ଦେବ ପୂଜକ, ଆଉ ସେମାନେ ଈଶ୍ୱରଙ୍କ ରାଜ୍ୟରେ ସେମାନଙ୍କର ଅଧିକାର ନାହିଁ। ସେମାନେ ହଉଛନ୍ତି ବ୍ୟଭିଚାରୀ, ଅଶୁଦ୍ଧାଚାରୀ, ଲୋଭୀ, ଏମାନେ ହଉଛନ୍ତି ଦେବ ପୂଜକ, ଏମାନଙ୍କୁ ଖ୍ରୀଷ୍ଟ ଈଶ୍ୱରଙ୍କ ରାଜ୍ୟର ଅଧିକାର ନାହିଁ। ତ ଆମେ ସ୍ପଷ୍ଟ ରୂପେ ଆମେ ଦେଖିପାରୁଛୁ ଯେ ଏଇମାନେ ଯୋଉ ଡେସ୍କ୍ରିପସନ ଦିଆଗଲା, ଏଇମାନେ ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହେଇପାରିବେ ନାହିଁ, ସ୍ପଷ୍ଟ ରୂପେ ଲେଖାଗଲା। ତେବେ ଆକୁ ଆମେ ଅନ୍ୟଥା କହିପାରିବା ନାହିଁ, ଆକୁ ଆମେ ଚେଞ୍ଜ କରି କହିପାରିବା ନାହିଁ। ତ ସ୍ପଷ୍ଟ ରୂପେ ଲେଖାଗଲା ଏଇମାନେ ଅଧିକାରୀ ହେଇପାରିବେ ନାହିଁ। ତେବେ କେଉଁମାନେ ଅଧିକାରୀ ହେବେ? ପ୍ରଥମେ ଲେଖାଗଲା ଅଧିକାରୀ ହେଇପାରିବେନି କେଉଁମାନେ? ଅଧାର୍ମିକ ମାନେ ଅଧିକାରୀ ହେଇପାରିବେ ନାହିଁ। ତାର ଅପୋଜିଟ ହଉଛି, ତାର ଅର୍ଥ ଧାର୍ମିକ ମାନେ ଅଧିକାରୀ ହେଇପାରିବେ, ଧାର୍ମିକ ମାନେ ରେପ୍ଚରରେ ଯାଇପାରିବେ। ତାପରେ ଲେଖାଗଲା ଯୋଉମାନେ ବ୍ୟଭିଚାରୀ, ଲୋଭୀ, ପ୍ରତିମା ପୂଜକ, ଏ ପ୍ରକାର ଲୋକମାନେ ରେପ୍ଚରରେ ଯାଇପାରିବେ ନାହିଁ। ତାର ଅପୋଜିଟ ହଉଛି ପବିତ୍ର ଲୋକମାନେ ଈଶ୍ୱରଙ୍କ ରାଜ୍ୟରେ ଯାଇପାରିବେ, ଅର୍ଥାତ ରେପ୍ଚରରେ ଯାଇପାରିବେ। ତେବେ ଆମେ ଦେଖିଗଲୁ କେଉଁମାନେ ଯାଇପାରିବେ ନାହିଁ, ଆମେ ଦେଖିଗଲୁ। ଏବେ ଆମେ ଦେଖିବା କେଉଁମାନେ ଯାଇପାରିବେ। ହାଲେଲୁୟା, ପ୍ରଭୁଙ୍କର ଧନ୍ୟବାଦ ହଉ। 7ଟି ପଏଣ୍ଟ ମାନେ ମୁଁ ଆପଣଙ୍କୁ କହିବି, ଆଉ ଭେରି ଇମ୍ପୋର୍ଟାଣ୍ଟ, ଆଉ ଆପଣଙ୍କୁ ବହୁତ ହେଲ୍ପଫୁଲ ହବ, ଆପଣଙ୍କ ମିନିଷ୍ଟ୍ରିରେ ବହୁତ ହେଲ୍ପଫୁଲ ହବ। ଆଉ ଥ୍ୟାଙ୍କ ୟୁ ଜିସସ୍। ଆଉ ମୁଁ ଅନୁରୋଧ କରିବି ସଞ୍ଜନା ଭଉଣୀଙ୍କୁ, ଯିଏ କୋ ହୋଷ୍ଟ ଅଛନ୍ତି, ବହୁତ ଜଣ ମାନେ ଆସୁଛନ୍ତି, ଜଏନ କରୁଛନ୍ତି, କିନ୍ତୁ ଆଡମିଟ କଲେ ହିଁ ସେମାନେ ଏଣ୍ଟ୍ରି କରିପାରୁଛନ୍ତି। ତେବେ ମୁଁ ସଞ୍ଜନା ଭଉଣୀଙ୍କୁ କହିବି, ଆଉ ସେ ଟିକେ ସେ ହୋଷ୍ଟିଂ ଟା ମାନେ କାଇଣ୍ଡଲି ଆକ୍ଟିଭଲି ଟିକେ କରିବି। ଆଉ ମୁଁ ନିଜେ ହୋଷ୍ଟ କରିବାକୁ ପଡୁଛି, ମାନେ ମୁଁ ନିଜେ ଆଡମିଟ କରିବାକୁ ପଡୁଛି, ତ ମୋର ଟିକେ ଡିଷ୍ଟର୍ବ ଲାଗୁଛି। ସେଥିପାଇଁ ସଞ୍ଜନା ଭଉଣୀ ଅଛନ୍ତି? ଓକେ, ସେ ଓକେ ଲେଖିଦେଲେ, ପ୍ରଭୁଙ୍କର ଧନ୍ୟବାଦ। ଠିକ ଅଛି, ରାଇଟ। ଅଜୟ ଭାଇ ବି ଯୋଗ ଦେଇ ସାରିଲେ ବୋଧେ ଏବେ? ଅଜୟ ଭାଇ ଅଛନ୍ତି କି? ନାଇଁ ବୋଧେ। ଓକେ, ରାଇଟ। ଫାର୍ଷ୍ଟ ପଏଣ୍ଟ ଆମେ ଦେଖିବା, 7 ପଏଣ୍ଟ ଆମେ ଆଜି ଷ୍ଟଡି କରିବା, ଯୋଉମାନେ କି ରେପ୍ଚରରେ ଯିବେ, ଅର୍ଥାତ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିପାରିବେ। 7 ପଏଣ୍ଟ। ଫାର୍ଷ୍ଟ ପଏଣ୍ଟ ହଉଛି ଆମେ ଦେଖିବା ଯାହା ଲେଖାଯାଏ ମାଥ୍ୟୁ ଲିଖିତ ସୁସମାଚାର 18 ପର୍ବ 3 ପଦ। ମାଥ୍ୟୁ 18 ପର୍ବ 3 ପଦ। ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ୍ଭେମାନେ ଫେରି ସାନ ପିଲାଙ୍କ ପରି ନ ହେଲେ କୌଣସି ପ୍ରକାରେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବ ନାହିଁ। ତୁମମାନେ ଫେରି ସାନ ପିଲା ପରି ନହେଲେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବ। ଫାର୍ଷ୍ଟ ପଏଣ୍ଟ ହଉଛି ସେଇଟା, ଆମେ ମାନେ ହମ୍ବଲ, ଆମେ ସାନ ପିଲା ପରି ହେବା ଆବଶ୍ୟକତା ରହିଅଛି। ଆଉ ଯୀଶୁ ସେଇ ମାନେ କଣ୍ଟେକ୍ସଟରେ ଯୀଶୁ କହନ୍ତି ଯେ ସାନ ପିଲା ପରି ଯଦି କେହି ସ୍ୱର୍ଗ ରାଜ୍ୟକୁ ଗ୍ରହଣ ନ କରେ, ଅର୍ଥାତ ସାନ ପିଲା ପରି ମାନେ ନମ୍ରତାର ସହିତ ଯଦି କେହି ମୋ ବାକ୍ୟକୁ ବା ସ୍ୱର୍ଗ ରାଜ୍ୟର ସୁସମାଚାରକୁ ଗ୍ରହଣ ନ କରେ, ସେ ରେପ୍ଚରରେ ଯାଇପାରିବ ନାହିଁ। ଯଦି ଆମେ ଦେଖିବା ଆଉ ଗୋଟେ ପଦ ପଢିବା, ମାର୍କ 10 ପର୍ବ 15 ପଦ। ଆକୁ ଟିକେ ଭଲ କି ବୁଝିବା ଫାର୍ଷ୍ଟ ପଏଣ୍ଟ କୁ। ମାର୍କ 10 ପର୍ବ 15 ପଦ। ମୁଁ ତୁମମାନଙ୍କୁ ସତ୍ୟ କହୁଅଛି, ଯେ କେହି ଶିଶୁ ପରି ଈଶ୍ୱରଙ୍କ ରାଜ୍ୟ ଗ୍ରହଣ ନ କରେ, ସେ କୌଣସି ପ୍ରକାରେ ସେଥିରେ ପ୍ରବେଶ କରିବ ନାହିଁ। ଶିଶୁ ପରି ଈଶ୍ୱରଙ୍କ ରାଜ୍ୟକୁ ଯଦି ଆମେ ଗ୍ରହଣ ନ କରିବା, ତେବେ ଆମେ କୌଣସି ପ୍ରକାରେ ଆମେ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିପାରିବା ନାହିଁ। ଆମେ କଣ ଗ୍ରହଣ କରିବା? ଶିଶୁ ପରି ଆମେ ଯୀଶୁଙ୍କ ସୁସମାଚାରକୁ ଆମେ ବିଶ୍ୱାସ କରିବା। ଏବେ ଦେଖନ୍ତୁ, ଫାରୁସୀ ସାଧୁକ ମାନେ ଯୀଶୁଙ୍କ ସୁସମାଚାରକୁ ବିଶ୍ୱାସ କଲେ ନାହିଁ, କିନ୍ତୁ ମାଛ ଧରାଳି ମାନେ ଯୋଉମାନେ ମାଛ ଧରୁଥିଲେ, ଆଉ ଏ ପ୍ରକାର ପିତର ଜହନ, ସେଇ ଶିଷ୍ୟ ମାନେ ଯୀଶୁଙ୍କର କଥାକୁ ସେମାନେ ବିଶ୍ୱାସ କଲେ। ସେ ଯେ ମସିହ, ସେ ଯେ ଉଦ୍ଧାରକର୍ତ୍ତା, ଏହା ସେମାନେ ଶିଶୁ ପରି ଗ୍ରହଣ କଲେ। କିନ୍ତୁ ବହୁତ ବଡ ବଡ ବାକ୍ୟ ଜ୍ଞାନୀ, ଯେ କି ଶାସ୍ତ୍ରଜ୍ଞ, ସାଧୁକି, ଫାରୁସୀ ମାନେ, ସେମାନେ ଯୀଶୁଙ୍କୁ ଗ୍ରହଣ କଲେ ନାହିଁ। ଆଉ ସେଥିପାଇଁ ସେଥିପାଇଁ ଯୀଶୁ କହିଲେ, ଶିଶୁ ପରି ଯେ ଗ୍ରହଣ ନ କରେ ସେ ପ୍ରବେଶ କରିପାରିବ ନାହିଁ। ଆଉ ଗୋଟେ ରେଫରେନ୍ସ ଦେଖିବା, ଲୁକ 18 ପର୍ବ 17 ପଦ। ଲୁକ 18:17। ମୁଁ ତୁମମାନଙ୍କୁ ସତ୍ୟ କହୁଅଛି, ଯେ କେହି ଶିଶୁ ପରି ଈଶ୍ୱରଙ୍କ ରାଜ୍ୟ ଗ୍ରହଣ ନ କରେ, ସେ କୌଣସି ପ୍ରକାରେ ସେଥିରେ ପ୍ରବେଶ କରିବ ନାହିଁ। ହାଲେଲୁୟା। ପ୍ରଭୁ ଯୀଶୁ ଈଶ୍ୱରଙ୍କ ରାଜ୍ୟର ସୁସମାଚାରକୁ ଘୋଷଣା କଲେ, କହିଲେ ମନ ପରିବର୍ତ୍ତନ କର, ସ୍ୱର୍ଗ ରାଜ୍ୟ ସନ୍ନିକଟ। ଆଉ ସୁସମାଚାର, ସେ ଈଶ୍ୱରଙ୍କ ରାଜ୍ୟର ସୁସମାଚାରକୁ ଘୋଷଣା କଲେ। ଆଉ ଯେଉଁମାନେ ସେ ଈଶ୍ୱରଙ୍କ ରାଜ୍ୟର ସୁସମାଚାରକୁ
अर्थात यीशुଙ୍କର ବାକ୍ୟକୁ ଶିଶୁ ପରି ନମ୍ରତାର ସହିତ ଗ୍ରହଣ କଲେ ସେମାନଙ୍କୁ ପରମେଶ୍ୱର କଣ କଲେ ନା ସେମାନେ ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ସେମାନେ ହେଇପାରିବେ ବୋଲି ପ୍ରଭୁ କହିଲେ। ତେବେ ସେତେବେଳେ ଯୋଉ 12ଟି ଶିଷ୍ୟ ପୁଣି ଯୋଉ ଶିଷ୍ୟମାନେ ପରିବର୍ତ୍ତନ ହେଲେ ସେମାନେ ଯୀଶୁଙ୍କର ବାକ୍ୟକୁ ମାନେ ସେମାନେ କଣ କଲେ ନା ଗ୍ରହଣ କଲେ। ଈଶ୍ୱରଙ୍କ ରାଜ୍ୟକୁ ଶିଶୁ ପରି ଗ୍ରହଣ କଲେ। ଆଜି ମଧ୍ୟ ଯୋଉମାନେ ମାନେ ଯେତେବେଳେ ଯୀଶୁଙ୍କୁ ସୁସମାଚାର ଶୁଣୁଛନ୍ତି ସେମାନେ ଯେତେବେଳେ ଯୀଶୁଙ୍କୁ ମାନେ ନମ୍ରତାର ସହିତ ଗ୍ରହଣ କରୁଛନ୍ତି ନିଜର ବ୍ରେନ ନିଜର ଇଣ୍ଟେଲେକ୍ଟ ନିଜର ଇଣ୍ଟେଲିଜେଣ୍ଟ ବହୁତ ଜଣ ଏମିତି ଅଛନ୍ତି ସେମାନେ ସବୁ ଶାସ୍ତ୍ର ପଢି ଦେଇଥିବେ ଆଉ ଏ ପ୍ରକାର ଜ୍ଞାନୀ ହେଇଯାଇଥିବେ ମାନେ ସବୁ ପ୍ରକାର ଶାସ୍ତ୍ର ମାନେ କୁରାନ ବାଇବେଲ ତାପରେ ଗୀତା ଏ ପ୍ରକାର ବହୁତ ପୁରାଣ ମାନେ ପଢି ଦେଇଥିବେ ଆଉ ଏମିତି ଜ୍ଞାନୀ ହେଇଯାଇଥିବେ ଯେ ସେମାନେ ଆଉ ଯୀଶୁଙ୍କର ବାକ୍ୟକୁ ଆଉ ଗ୍ରହଣ କରୁନଥିବେ। ସେମାନେ ସ୍ୱର୍ଗ ରାଜ୍ୟର ସୁସମାଚାରକୁ ଆଉ ବିଶ୍ୱାସ ବି କରୁନଥିବେ କାହିଁକିନା ସେତେବେଳେ ବି ସେ ପ୍ରକାର ଲୋକ ଥିଲେ ମାନେ ଜିହୁଦୀ ମାନଙ୍କ ଭିତରେ ଫାରୁସି ସାଧୁକୀ ମାନେ ପୁଣି ଶାସ୍ତ୍ରଜ୍ଞ ମାନେ ସବୁ ଥିଲେ ସେମାନେ ଯୀଶୁଙ୍କୁ ଗ୍ରହଣ କଲେ ନାହିଁ କିନ୍ତୁ ନିରୀହ ଲୋକମାନେ ନମ୍ର ଲୋକମାନେ ମାଛ ଧରାଳି ମାନେ ବିଶ୍ୱାସ କଲେ। ଆଜି ମଧ୍ୟ ଏ ପ୍ରକାର ହଉଛି ମାନେ ନମ୍ର ଲୋକମାନେ କଣ କରୁଛନ୍ତି ସେମାନେ ବିଶ୍ୱାସ କରୁଛନ୍ତି। ହାଲେଲୁୟା। ତେବେ ଆମେ ଫାର୍ଷ୍ଟ ପଏଣ୍ଟ ଆମେ ଦେଖିଗଲୁ ଯେ ଶିଶୁ ପରି ଜଣେ ବ୍ୟକ୍ତି ଈଶ୍ୱରଙ୍କ ରାଜ୍ୟକୁ ବା ଯୀଶୁଙ୍କର ସୁସମାଚାରକୁ ବିଶ୍ୱାସ କରିବାର ଅଛି ଗ୍ରହଣ କରିବାର ଅଛି। ଆଉ ସେଥିପାଇଁ ଯେଉଁମାନେ ଯୀଶୁଙ୍କୁ ଗ୍ରହଣ କଲେ ସେମାନଙ୍କୁ ପରମେଶ୍ୱର ଯୋହନ 1:14-12 ଲେଖାଯାଏ ପରମେଶ୍ୱର ସେମାନଙ୍କୁ ସନ୍ତାନ ହେବାର ଅଧିକାର ଦେଲେ ବୋଲି ଲେଖା। ତେବେ ଯେତେବେଳେ ଆମେ ଯୀଶୁଙ୍କୁ ଗ୍ରହଣ କରୁଛୁ ଫାର୍ଷ୍ଟ ପଏଣ୍ଟ ଆମେ ଅଧିକାର ପାଉଛୁ ଆଉ ସେଟା ହଉଛି ମାନେ ଈଶ୍ୱରଙ୍କୁ ସନ୍ତାନ ହେବାର ଅଧିକାର। ଯେତେବେଳେ ଆମେ ଈଶ୍ୱରଙ୍କୁ ସନ୍ତାନ ହେବାର ଅଧିକାର ପାଇଯାଉଛୁ ଆମେ ଏଲିଜିବଲ ହେଇଯାଉଛୁ ରେପ୍ଚର ପାଇଁ ଆମେ ମାନେ ଏଲିଜିବଲ ହେଇଯାଉଛୁ। ପ୍ରେଜ ଦ ଲର୍ଡ ହାଲେଲୁୟା। ତ ଫାର୍ଷ୍ଟ କ୍ୱାଲିଫିକେସନ ରେପ୍ଚର ପାଇଁ ହଉଛି ମାନେ ଆମେ ଶିଶୁ ପରି ମାନେ ଯୀଶୁଙ୍କ ସୁସମାଚାରକୁ ବିଶ୍ୱାସ କରିବାର ଅଛି ଯୀଶୁଙ୍କୁ ଗ୍ରହଣ କରିବାର ଅଛି। ସେକେଣ୍ଡ ପଏଣ୍ଟ ଆମେ ଦେଖିବା ଆଉ ସେକେଣ୍ଡ ପଏଣ୍ଟ ହଉଛି ଯାହା ଲେଖାଯାଏ ମାଥ୍ୟୁ ଲିଖିତ ସୁସମାଚାର 7:21। ମାଥ୍ୟୁ 7:21। ମତେ ପ୍ରଭୁ ପ୍ରଭୁ ବୋଲି ଡାକନ୍ତି ଏପରି ପ୍ରତ୍ୟେକ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବେ ନାହିଁ ମାତ୍ର ଯିଏ ମୋର ସ୍ୱର୍ଗସ୍ଥ ପିତାଙ୍କ ଇଚ୍ଛା ସାଧନ କରେ ସେ ପ୍ରବେଶ କରିବ। ହାଲେଲୁୟା। ଅନେକ ଲୋକ ପ୍ରଭୁ ପ୍ରଭୁ ବୋଲି କହନ୍ତି କିନ୍ତୁ ପ୍ରଭୁଙ୍କର ଇଚ୍ଛାକୁ ମାନେ ପାଳନ କରନ୍ତି ନାହିଁ ବା ପିତାଙ୍କର ଇଚ୍ଛାକୁ ମାନେ ପାଳନ କରନ୍ତି ନାହିଁ। କିନ୍ତୁ ପ୍ରଭୁ କହନ୍ତି ଯେ ମୋ ପିତାଙ୍କ ସ୍ୱର୍ଗସ୍ଥ ପିତାଙ୍କ ଇଚ୍ଛା ସାଧନ କରେ ମାନେ ସେ ପ୍ରବେଶ କରିବ। ହେଲେ ପ୍ରଶ୍ନ ହଉଛି ସ୍ୱର୍ଗସ୍ଥ ପିତାଙ୍କର ଇଚ୍ଛା କଣ? ସ୍ୱର୍ଗସ୍ଥ ପିତାଙ୍କର ଇଚ୍ଛା ଯେ ସାଧନ କରେ ସିଏ ରେପ୍ଚର ହେବ। ଏବେ ସ୍ୱର୍ଗସ୍ଥ ପିତାଙ୍କର ଇଚ୍ଛା କଣ ଆମେ ଦେଖିବା। ସିମ୍ପଲ ଭେରି ମାନେ ସିମ୍ପଲ ଜଟିଳ ନାହିଁ। ସ୍ୱର୍ଗସ୍ଥ ପିତାଙ୍କର ଇଚ୍ଛା ବେଶୀ ସିମ୍ପଲ ଜଟିଳ ନାହିଁ ସେଟା ମୁଁ କହିବା ପାଇଁ ଚାହେଁ। ଯାହା ଲେଖାଯାଏ ଯୋହନ ଲିଖିତ ସୁସମାଚାର ତାର 6:28 ଆଉ 29। ସେଥିରେ ସେମାନେ ତାହାଙ୍କୁ ପଚାରିଲେ ଈଶ୍ୱରଙ୍କ କାର୍ଯ୍ୟ ସବୁ କରିବା ନିମନ୍ତେ ଆମମାନଙ୍କୁ କଣ କରିବାକୁ ହେବ? ଯୀଶୁ ସେମାନଙ୍କୁ ଉତ୍ତର ଦେଲେ ଈଶ୍ୱର ଯାହାଙ୍କୁ ପ୍ରେରଣ କରିଅଛନ୍ତି ତାହାଙ୍କ ଠାରେ ବିଶ୍ୱାସ କରିବା ହିଁ ଈଶ୍ୱରଙ୍କ କାର୍ଯ୍ୟ ଅଟେ। ହାଲେଲୁୟା। ମାନେ ଈଶ୍ୱରଙ୍କର ଇଚ୍ଛା ପୂରଣ କରିବା ପାଇଁ ବା ଈଶ୍ୱରଙ୍କ କାର୍ଯ୍ୟ ସାଧନ କରିବାକୁ କଣ କରିବାକୁ ହେବ ବୋଲି ଶିଷ୍ୟମାନେ ଯୀଶୁଙ୍କୁ ପଚାରିଲେ। ଯୀଶୁ ବହୁତ ସରଳରେ ଆନ୍ସର ଦେଇଦେଲେ ଆଉ ପରମେଶ୍ୱର ଯାହାଙ୍କୁ ପ୍ରେରଣ କରିଅଛନ୍ତି ତାହାଙ୍କ ଠାରେ ବିଶ୍ୱାସ କରିବା ହିଁ ମାନେ ଈଶ୍ୱରଙ୍କର କାର୍ଯ୍ୟ ଅଟେ। ମାନେ ତାହାଙ୍କୁ ବିଶ୍ୱାସ କରିବା ହିଁ ଈଶ୍ୱରଙ୍କ ମାନେ ଇଚ୍ଛା ଅଟେ ସ୍ୱର୍ଗସ୍ଥ ପିତାଙ୍କର ଇଚ୍ଛା ଅଟେ। ତେବେ ପରମେଶ୍ୱର ଚାହାନ୍ତି ଯେ ଆମେ ଯୀଶୁଙ୍କର ବାକ୍ୟକୁ ବିଶ୍ୱାସ କରିବା। ପରମେଶ୍ୱର ଚାହାନ୍ତି ଏବେ ଦେଖନ୍ତୁ ଜିତ ପର୍ବତରେ ଯେତେବେଳେ ପିତର ଯୋହନ ଆଉ ଯାକୁବ ଆଉ ପ୍ରଭୁ ଯୀଶୁ ଯେତେବେଳେ ଗଲେ ପ୍ରଭୁ ଯୀଶୁ ସେଠାରେ ରୂପାନ୍ତରିତ ହେଲେ। ଯେତେବେଳେ ରୂପାନ୍ତରିତ ହେଲେ ସେତେବେଳେ ପିତର ଯୋହନ ଯାକୁବ ଦେଖୁଛନ୍ତି ପ୍ରଭୁ ଯୀଶୁ ରୂପାନ୍ତରିତ ହେଲେ ଆଉ ମଶା ଆଉ ଏଲିଓ ଆସି ଯୀଶୁଙ୍କ ସହିତ ବାର୍ତ୍ତାଳାପ କରୁଛନ୍ତି କଥାବାର୍ତ୍ତା ହଉଛନ୍ତି। ଆଉ ସେତେବେଳେ ସେମାନେ ମାନେ ଆଶ୍ଚର୍ଯ୍ୟଚକିତ ହେଇଗଲେ। ଆଉ ସେତେବେଳେ ସ୍ୱର୍ଗରୁ ଗୋଟେ ବାଣୀ ହେଲା ଏଇ ଆମ୍ଭର ପ୍ରିୟ ପୁତ୍ର ଏହାଙ୍କର ବାକ୍ୟ ଶୁଣ। ପ୍ରଭୁ କହନ୍ତି ପରମେଶ୍ୱର କହନ୍ତି ଏହାଙ୍କର ବାକ୍ୟ ଶୁଣ ଏହାଙ୍କର ବାକ୍ୟର ବିଶ୍ୱାସ କର ବୋଲି ମାନେ କହନ୍ତି। ତେବେ ଯୀଶୁଙ୍କର ବାକ୍ୟକୁ ଆମେ ବିଶ୍ୱାସ କରିବାଟା ହଉଛି ବା ଯୀଶୁଙ୍କର ବାକ୍ୟକୁ
आमे अनुसार आमे चालिबाटा होची माने परमेश्वर पितांकर इच्छा साधन करिबा हालेलुया स्वर्गस्थ पितांकर इच्छा साधन करिबा अर्थ होची ताहांको प्रेरित व्यक्तिंको ठारे आमे विश्वास करिबा प्रेज द लॉर्ड तो जीशुंकर वाक्य जदि आमे सुनुचु आ सेतमे जीशु कहले जे मो वाक्य सुनि पालन करे से लोक धन्य तेबे परमेश्वर पिता जाहाकु प्रेरण करछन्ते तांकु जेतेबेला आमे ग्रहण करछु तांको वाक्य को विश्वास करछु माने आमे धन्य आमे एलिजिबल हे जाउछु माने पितांको इच्छा साधन करिया तो 2 नंबर पॉइंट आमे देखिलु 3 नंबर पॉइंट देखिबा आ 3 नंबर पॉइंट होची आम माने पाठ करिबा माथ्यू तार 5 पर्व 20 पद माथ्यू 5 पर्व 20 पद आम माने देखुछु जे केउ माने माने स्वर्ग राज्य प्रवेश करिवे केउ माने जिबे रच्चर रे जिबे आम सेटा देखुछु जो माने पितांक इच्छा फर्स्ट पॉइंट आमे देखलु शिशु परि ता माने जीशुंकर राज्य को आमे ग्रहण करिवार अछि 2 नंबर पॉइंट आमे स्वर्गस्थ पितांकर इच्छा जहां आमे माने साधन करिवार अछि 3 नंबर पॉइंट आमे देखिबा माथ्यू 5:20 କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି ତୁମମାନଙ୍କ ଧାର୍ମିକତା ଶାସ୍ତ୍ରୀ ଓ ଫାରୁସୀ ମାନଙ୍କ ଧାର୍ମିକତା ଅପେକ୍ଷା ଅଧିକ ବେଶୀ ନ ହେଲେ ତୁମ୍ଭେମାନେ କୌଣସି ପ୍ରକାରେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବ ନାହିଁ। हालेलुया माने आमान को धार्मिकता फारसी साधुकी मान को धार्मिकता ठारो अधिक हेबार अछि तेबे हमें स्वर्ग राज्य रे प्रवेश करबा अच्छा फारसी और साधुकी मान को धार्मिकता बोली कहले कोन ना से माने क्रिया कर्म द्वारा धार्मिक हेबा पई चेष्टा करूथिले आ से मानकर धार्मिकता ठारो आम्भ धार्मिकता अधिक हेबार अछि हेले केमती हेबो से माने तो माने सप्ताह को 2 दिन उपवास प्रार्थना करूथिले विश्राम बार को पवित्र पालन करूथिले ए प्रकार जो प्रकार से माने करूथिले से प्रकार हमें धर्म कर्म माने करि परिबा नाही तो जीशु कहले तांको सेमानकर धार्मिकता अपेक्षा माने तुमानकर धार्मिकता अधिक न हेले तुमान स्वर्ग राज्य प्रवेश करि परिबो नाही तेबे आमानकर धार्मिकता अधिक की परि हेबो गोटे माध्यम रे हेबो आ सेटा होची माने सारा पृथ्वी रे सबठारो माने अधिक धार्मिक व्यक्ति होचंते माने जीशु हालेलुया तेबे जीशु को जो माने विश्वास करंती प्रभु जीशु कोन करंती ना तांको निज धार्मिकता से विश्वासी मान को दियंती आ जेतले हम जीशु को धार्मिकता हम जीवन रे ग्रहण करबा आम मान को धार्मिकता फारसी साधुकी मान को धार्मिकता ठारू अधिक होई जीवो प्रेज द लॉर्ड आ से धार्मिकता माने की प्रकार पाई थाओ जीशु ठार विश्वास करबा द्वारा माने पढिबा रोमियो तार 4 पर्व 25 पद एटा होची गुड न्यूज माने आमान को क्रिया कर्म करबा को पडिबो नै जिहोती मान को आमान को केवल जीशु ठार विश्वास करबा द्वारा बिना मूल्य रे ईश्वरंकर धार्मिकता माने सेही धार्मिकता सहित आ कहारो धार्मिकता कंपेयर हे पारिबो नै सर्वोच्च धार्मिकता आ ईश्वरंकर धार्मिकता आमान पाई थाउ जेतला हम जीशु ठार विश्वास करता पडिबा रोमियो 4 ସେହି ଯୀଶୁ ଆମ୍ଭମାନଙ୍କ ଅପରାଧ ନିମନ୍ତେ ସମର୍ପିତ ହେଲେ ପୁଣି ଆମ୍ଭେମାନେ ଧାର୍ମିକ ଗଣିତ ହେବା ନିମନ୍ତେ ଉତ୍ଥାପିତ ହେଲେ। आम माने धार्मिक गणित हेबा निमंते प्रभु कोन हेले उत्थापित हेले तापर सेही 5 पर्व 1 पद ए रोमियो 5 ଅତଏବ ବିଶ୍ୱାସ ଦ୍ୱାରା ଧାର୍ମିକ ଗଣିତ ହେବାରୁ ଆମ୍ଭେମାନେ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଈଶ୍ୱରଙ୍କ ସହିତ ଶାନ୍ତିରେ ଅଛୁ। हालेलुया विश्वास द्वारा धार्मिक गणित हेबारु विश्वास द्वारा आमे जीशुंकर धार्मिकता आमे प्राप्त हेउछु आ सेति पई से द्वितीय कोरिन्थियो 5 पर्व 21 पद रे कहंती जे विश्वास द्वारा माने तुमे माने ईश्वर को धार्मिकता स्वरूप होई अछो पढिबा द्वितीय कोरिन्थियो 5 रो 21 ଯାହାଙ୍କ ଠାରେ ପାପର ଲେଶ ମାତ୍ର ନଥିଲା ତାହାଙ୍କୁ ସେ ଆମ୍ଭମାନଙ୍କ ନିମନ୍ତେ ପାପ ସ୍ୱରୂପ କଲେ ଯେପରି ଆମ୍ଭେମାନେ ତାହାଙ୍କ ଦ୍ୱାରା ଈଶ୍ୱରଙ୍କର ଧାର୍ମିକତା ସ୍ୱରୂପ ହେଉ। हालेलुया से आमान को सकाशु पाप स्वरूप हेले जेपरि ताहांक ठारे विश्वास करबा द्वारा आमे ईश्वरଙ୍କ धार्मिकता स्वरूप हेउ ओ केते बहुत सुंदर गुड न्यूज माने मनीष निजे निज क्रिया कर्म द्वारा धार्मिकता साधन करि पार नथिला किंतु प्रभु यीशु आमान को निमंते से मृत्यु वरण कले आ से उत्थापित हेबा द्वारा से आमान को धार्मिक गणित कले आ सेही तांकर माने तांकर मृत्यु रे पुनी कब्रस्थ हेबारे पुनी पुनरुत्थान रे जे माने विश्वास करंती प्रभु तांको धार्मिक गणित करंती आ एठार लिखा जाय जे आमने जेतले तांकर विश्वास करछु परमेश्वरंकर धार्मिकता स्वरूप आमने हेउछु हालेलुया आ परमेश्वरंको धार्मिकता फारूसी साधुक मानको धार्मिकता ठारो
एते अधिक जे फारसी साधुक माने निज क्रियाकर्म द्वारा ताहा साधन करि पारिबे नै केवल यीशुଙ୍କ ठारे विश्वास କରିବା द्वारा परमेश्वर मानकु बिना मूल्य रे माने ए धार्मिकता देइथान ଏବେ ଆମେ ଯେତେବେଳେ କନଫର୍ମ ହେବା ଯେ ପ୍ରଭୁ ମତେ ଧାର୍ମିକ ଗଣିତ କରିଛନ୍ତି ପ୍ରଭୁ ମତେ ତାଙ୍କର ନିଜ ଧାର୍ମିକତା ଦେଇଛନ୍ତି ମୁଁ ନୂତନ ସୃଷ୍ଟି ହେଇଛି ମୁଁ ଯୀଶୁଙ୍କ ଠାରେ ବିଶ୍ୱାସ କରିବା ଦ୍ୱାରା ମୁଁ ଈଶ୍ୱରଙ୍କର ସନ୍ତାନ ହେବାର ଅଧିକାର ପାଇଲି ମୁଁ ଯୀଶୁଙ୍କ ଠାରେ ବିଶ୍ୱାସ କରିବା ଦ୍ୱାରା ପ୍ରଭୁ ମତେ ଧାର୍ମିକତା ଦେଇଛନ୍ତି ଧାର୍ମିକତା ଗୋଟେ ଦାନ ଅଟେ ମୋ ପ୍ରିୟ ମାନେ ଧାର୍ମିକତା ଗୋଟେ ଗିଫ୍ଟ ଅଫ ରାଇଚିୟସନେସ୍ ବୋଲି ବାଇବେଲ ଲେଖାଯାଏ ରୋମିଓ ତାର 5:17 ରୋମିଓ 5:17 ଲେଖାଯାଏ ଯେ ଧାର୍ମିକତା ହଉଛି ଗୋଟେ ଗିଫ୍ଟ ଅଫ ରାଇଚିୟସନେସ୍ ଯାହାକି ଯୀଶୁଙ୍କ ଠାରେ ବିଶ୍ୱାସ କରିବା ଦ୍ୱାରା ଆମମାନେ ପାଇଥାଉ ଆଉ ସେଇ ଧାର୍ମିକତା ଆମମାନଙ୍କ ପାଖରେ ଯେତେବେଳେ ଅଛି ଆମେ ସେ ଧାର୍ମିକତାରେ ଯେତେବେଳେ ବିଶ୍ୱାସ କରିବା ଯୀଶୁଙ୍କ ଠାରେ ବିଶ୍ୱାସ କରିବା ଦ୍ୱାରା ମୁଁ ଯୋଉ ଧାର୍ମିକତା ପାଇଅଛି ବୋଲି ଆମେ କନଫିଡେଣ୍ଟ ହେବା ସେତେବେଳେ ଆମେ ରେପ୍ଚର ହେବା ସମୟରେ ଆମେ ରେପ୍ଚର ହେଇଯିବା ହାଲେଲୁୟା ଆମେ ଈଶ୍ୱରଙ୍କ ରାଜ୍ୟରେ ଆମେ ପ୍ରବେଶ କରିପାରିବା ଯେତେବେଳେ ଈଶ୍ୱରଙ୍କୁ ଯୀଶୁଙ୍କ ଠାରେ ବିଶ୍ୱାସ କରିବା ଦ୍ୱାରା ଯେତେବେଳେ ଆମେ ସେ ଧାର୍ମିକତା ଆମେ ପ୍ରାପ୍ତ ହେଉଛୁ ଆଉ ଏଇ ଧାର୍ମିକତା ଗିଫ୍ଟ ହଉଛି ମାନେ ଏଇଟା ଗୋଟେ ଆତ୍ମିକ ବିଷୟ ଏଇଟା ଇଟ୍ସ ଏ ସ୍ପିରିଚୁଆଲ ଗିଫ୍ଟ ଆଖିରେ ଦେଖାଯିବ ନାହିଁ ଏ ଯଦି ଆମମାନଙ୍କୁ ଗୋଟେ ତୁଲା ସୁନା ଦେଇଦେଲା ବୋଲି କହିଲେ ସେଟା ଆଖିରେ ଦେଖାଯିବ କି ଆମମାନଙ୍କୁ ଗୋଟେ କୋଟି ଟଙ୍କା ଦେଇଦେଲେ ଆମକୁ ଆଖିରେ ଦେଖାଯିବ ଆମେ ତାକୁ ଧନ୍ୟବାଦ ଦେବା କିନ୍ତୁ ଧାର୍ମିକତାର ଯୋଉ ଦାନ ଏ ଧାର୍ମିକତାର ଯୋଉ ଗିଫ୍ଟ ଏଇଟା ହଉଛି ଆତ୍ମିକଟା ଆଖିରେ ଦେଖାଯାଏ ନାହିଁ ଏଇଟା ଆମେ ହୃଦୟରେ ବିଶ୍ୱାସ କରିବା ପ୍ରେଜ୍ ଦ ଲର୍ଡ ବାଇବେଲରେ ଯୋଉ ବାକ୍ୟ ଲେଖା ହେଇଛି ସେ ବାକ୍ୟକୁ ଆମେ ବିଶ୍ୱାସ କରିବା ଯେତେ ଜଣ ଯୀଶୁଙ୍କୁ ଗ୍ରହଣ କଲେ ସେମାନେ ଈଶ୍ୱର ସନ୍ତାନ ହେବାର ଅଧିକାର ପାଇଲେ ଆଜି ଆପଣ ମାନେ ଯୀଶୁଙ୍କ ଠାରେ ବିଶ୍ୱାସ କରୁଛନ୍ତି ଆପଣ ସନ୍ତାନ ହେବାର ଅଧିକାର ପାଇଛନ୍ତି ଆପଣ ଯୀଶୁଙ୍କ ଠାରେ ବିଶ୍ୱାସ କରୁଛନ୍ତି ପ୍ରଭୁ ଆପଣଙ୍କୁ ଧାର୍ମିକ ଗଣିତ କରୁଛନ୍ତି ତାଙ୍କ ବହୁମୂଲ୍ୟ ରକ୍ତ ଦ୍ୱାରା ଧୌତ କରିଅଛନ୍ତି ପବିତ୍ରୀକୃତ କରିଅଛନ୍ତି ହାଲେଲୁୟା ତେବେ ପବିତ୍ରତା ବିନା ଆମେ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିପାରିବା ନାହିଁ ସେଥିପାଇଁ ପ୍ରଭୁ ଯୀଶୁ ଆପଣ ରକ୍ତ ଝରେଇଲେ ଯେପରିକି ଆମେ ତାଙ୍କ ରକ୍ତରେ ବିଶ୍ୱାସ କରିବା ଦ୍ୱାରା ଆମମାନେ ପବିତ୍ରୀକୃତ ହେବା ପ୍ରେଜ୍ ଦ ଲର୍ଡ ଆମମାନେ ପଢିବା କଲୋସିୟ ତାର 1 ପର୍ବ ତାର 20 ଆଉ 21 ପଦ କଲୋସିୟ 1 ପୁଣି ତାହାଙ୍କୁ କୃଷର ରକ୍ତରେ ସେ ଶାନ୍ତି ସ୍ଥାପନ କରି ତାହାଙ୍କ ଦ୍ୱାରା ଆପଣା ସହିତ ସମସ୍ତର ମିଳନ କରନ୍ତି ହଁ ତାହାଙ୍କର ଦ୍ୱାରା ପୃଥିବୀ ଓ ସ୍ୱର୍ଗରେ ସ୍ଥିତ ସମସ୍ତ ବିଷୟର ମିଳନ କରନ୍ତି ଆଉ ପୂର୍ବେ ଦୁଷ୍କର୍ମ କରି ତୁମ୍ଭେମାନେ ଈଶ୍ୱରଙ୍କ ଠାରୁ ପୃଥକ ଓ ମନରେ ତାହାଙ୍କର ଶତ୍ରୁ ଥିଲ ପୂର୍ବେ ଦୁଷ୍କର୍ମ କରି ତୁମାନେ ଈଶ୍ୱରଙ୍କ ଠାରୁ ପୃଥକ ଆଉ ମନରେ ତାଙ୍କର ଶତ୍ରୁ ଥିଲ 22 ପଦ କିନ୍ତୁ ଏବେ ସେ ତୁମମାନଙ୍କୁ ମଧ୍ୟ ଆପଣା ସାକ୍ଷାତରେ ପବିତ୍ର ଅନିନ୍ଦନୀୟ ଓ ନିର୍ଦ୍ଦୋଷ କରି ସ୍ଥାପନ କରିବା ନିମନ୍ତେ ଖ୍ରୀଷ୍ଟଙ୍କ ମାଂସମୟ ଶରୀରରେ ମୃତ୍ୟୁ ଦ୍ୱାରା ତୁମମାନଙ୍କୁ ଆପଣା ସହିତ ମିଳିତ କରିଅଛନ୍ତି ହାଲେଲୁୟା ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦଉଛି ଆଜିର ମେସେଜ ଯଦି ଆପଣ ପୁରା କମ୍ପ୍ଲିଟଲି ଶୁଣିବେ ଆପଣ ଭୟମୁକ୍ତ ହେଇଯିବେ ଗ୍ୟାରେଣ୍ଟି ଦଉଛି ଆଜିର ମେସେଜ ଯଦି କମ୍ପ୍ଲିଟଲି ଶୁଣିବେ ରେପ୍ଚରକୁ ଆପଣ ଡରିବେ ନାହିଁ ଆପଣ ଭୟମୁକ୍ତ ହେଇଯିବେ କାହିଁକି ନା ସେ କନଫିଡେଣ୍ଟ ପ୍ରଭୁ ମାନେ ଆପଣଙ୍କୁ ଦେବେ ଏ ବାକ୍ୟ ଦ୍ୱାରା ଆପଣ ମାନେ ଧ୍ୟାନରେ ଶୁଣନ୍ତୁ ଲେଖାଯାଏ ପୂର୍ବେ ଯେତେବେଳେ ଆମେ ଯୀଶୁଙ୍କୁ ଜାଣିନଥିଲୁ ଆମେ ଦୁଷ୍କର୍ମ କରି ଆମେ ପୃଥକ ଥିଲୁ ଈଶ୍ୱରଙ୍କ ଶତ୍ରୁ ଥିଲୁ କିନ୍ତୁ ଏବେ ହାଲେଲୁୟା ପୂର୍ବେ ଆଉ ଏବେ ବହୁତ ଡିଫରେନ୍ସ ଅଛି ମୋ ପ୍ରିୟ ମାନେ ଏବେ ଯେତେବେଳେ ଆମେ ଯୀଶୁଙ୍କୁ ବିଶ୍ୱାସ କଲୁ ଯୀଶୁଙ୍କୁ ଗ୍ରହଣ କଲୁ ପ୍ରଭୁ ଆମକୁ କଣ କଲେ ନା ସେ ଆମମାନଙ୍କୁ ପବିତ୍ର ଅନିନ୍ଦନୀୟ ଆଉ ନିର୍ଦ୍ଦୋଷ କରି ସ୍ଥାପନ କରିଅଛନ୍ତି ହାଲେଲୁୟା ଏଇଟା ସାଧାରଣ ବିଷୟ ନୁହେଁ ମୋ ପ୍ରିୟ ମାନେ ଆପଣ ଆକୁ ଜାଣିବା ଦରକାର ଏ ବାକ୍ୟକୁ ଆମେ ଗ୍ରହଣ କରିବା ଦରକାର ପୂର୍ବେ ମୁଁ ପାପୀ ଥିଲି ପୂର୍ବେ ମୁଁ ଈଶ୍ୱରଙ୍କ ଠାରୁ ଦୂରରେ ଥିଲି ପୂର୍ବେ ମୁଁ ଈଶ୍ୱରଙ୍କର ଶତ୍ରୁ ଥିଲି କିନ୍ତୁ ଏବେ ଯେତେବେଳେ ଯୀଶୁଙ୍କ ଠାରେ ବିଶ୍ୱାସ କଲି ମତେ ପରମେଶ୍ୱର ତାଙ୍କ ସନ୍ତାନ ହେବାର ଅଧିକାର ଦେଲେ ମତେ ପରମେଶ୍ୱର ଧାର୍ମିକ ଗଣିତ କଲେ ମତେ ପରମେଶ୍ୱର ଏଠି ଲେଖାଯାଏ ପବିତ୍ର ଅନିନ୍ଦନୀୟ ଆଉ ନିର୍ଦ୍ଦୋଷ କରି ସ୍ଥାପନ କରିବା ନିମନ୍ତେ ସେ ଖ୍ରୀଷ୍ଟଙ୍କ ମାଂସମୟ ଶରୀରରେ ମୃତ୍ୟୁ ଦ୍ୱାରା ତୁମମାନଙ୍କୁ ଆପଣା ସହିତ ମିଳିତ କରିଅଛନ୍ତି ହାଲେଲୁୟା ଯେତେବେଳେ ପ୍ରଭୁ ଯୀଶୁ କ୍ରୁଶରେ କ୍ରୁଶାର୍ପିତ ହେଲେ ଖ୍ରୀଷ୍ଟଙ୍କ ମାଂସମୟ ଶରୀରରେ ସେ ଯେତେବେଳେ ମୃତ୍ୟୁ ଭୋଗ କଲେ ଆଉ ସେ ମୃତ୍ୟୁ ଭୋଗ ଦ୍ୱାରା ମାନେ ସେ ଆମମାନଙ୍କୁ କଣ କଲେ ନା ପରମେଶ୍ୱରଙ୍କ ସହିତ ମିଳିତ କରିଅଛନ୍ତି ହାଲେଲୁୟା ଆମେ ପରମେଶ୍ୱରଙ୍କ ସହିତ ମିଳିତ ହେଲୁ ମୋ ପ୍ରିୟ ଏଥିପାଇଁ ମୋ ପ୍ରିୟ ମାନେ ଆମେ ସବୁବେଳେ କନଫେସ କରିବା ପୂର୍ବେ ମୁଁ ପାପୀ ଥିଲି କିନ୍ତୁ ଏବେ ମୁଁ ଯୀଶୁଙ୍କ ଠାରେ ପରିତ୍ରାଣ ପାଇଛି ମୁଁ ଈଶ୍ୱରଙ୍କ ସନ୍ତାନ ଅଟେ ମୁଁ ଧାର୍ମିକ ବ୍ୟକ୍ତି ଅଟେ ମୁଁ ଧାର୍ମିକ ବ୍ୟକ୍ତି ନୁହେଁ ଯଦି ଆପଣ ସ୍ୱୀକାର କରିବେ
ମୁଁ ଏବେ ବି ପାପୀ ଅଟେ, ମୁଁ ଏବେ ବି ଅଧାର୍ମିକ ଅଟେ ବୋଲି ଯଦି ଆପଣ ସ୍ୱୀକାର କରିବେ, ତେବେ rapture ରେ ଆପଣ ଯାଇପାରିବେନି। କାହିଁକି ନା ଆପଣଙ୍କର ବିଶ୍ୱାସ ଏବେ ବି ଯେ ଆପଣ ଏବେ ବି ପାପୀ ବୋଲି। ଆରେ ପୂର୍ବେ ବା ଆମେ ପାପୀ ଥିଲୁ ଯେତେବେଳେ ଆମେ ଯୀଶୁଙ୍କୁ ଜାଣିନଥିଲୁ, କିନ୍ତୁ ଯୀଶୁଙ୍କ ଠାରେ ବିଶ୍ୱାସ କରିବା ଦ୍ୱାରା ଆମର ଆମେ ପୂର୍ବେ ଅନ୍ଧକାରରେ ଥିଲୁ, କିନ୍ତୁ ଯୀଶୁଙ୍କ ଠାରେ ବିଶ୍ୱାସ କରିବା ଦ୍ୱାରା ପରମେଶ୍ୱର ଆମମାନଙ୍କୁ ତାଙ୍କ ପୁତ୍ରଙ୍କ ରାଜ୍ୟକୁ ସ୍ଥାନାନ୍ତରିତ କରିଅଛନ୍ତି। ଏଇଟା ଆମେ ବିଶ୍ୱାସ କରୁଛୁ ନା ନାଇଁ? ଆମେ ଏଇଟା ବିଶ୍ୱାସ କରିବା ଦରକାର ଯେ ପ୍ରଭୁ ମତେ ନିର୍ଦ୍ଦୋଷ, ନିଷ୍କଳଙ୍କ ଏବଂ ପବିତ୍ର କରି ସ୍ଥାପନ କରିଅଛନ୍ତି। ଖ୍ରୀଷ୍ଟଙ୍କ ମାଂସମୟ ଶରୀରରେ ସେ ଦଣ୍ଡ ଭୋଗିବା ଦ୍ୱାରା, ମୃତ୍ୟୁ ଦ୍ୱାରା ସେ ଆମକୁ ପରମେଶ୍ୱରଙ୍କ ସହିତ ମିଳିତ କରିଅଛନ୍ତି। ହାଲେଲୁୟା। ଏଇଟା ଆମେ ବିଶ୍ୱାସ, ଦିସ୍ ଇଜ ଦ ପ୍ରେଜେଣ୍ଟ ଡେ ରିଆଲିଟି ମାଇ ଡିୟର ଫ୍ରେଣ୍ଡ। ଆଉ ଆମେ ଜାଣିଛୁ ପ୍ରଥମ ପିତର 2:9 ଲେଖାଯାଏ, ସେ ଆମକୁ ଈଶ୍ୱରଙ୍କ ନିଜସ୍ୱ ପ୍ରଜା, ପବିତ୍ର ଜାତି ଆଉ ଆମମାନଙ୍କୁ ଏକ ମନୋନୀତ ବଂଶ କରି କରିଅଛନ୍ତି। ଏ କଣ ସାଧାରଣ ବିଷୟ ଅଟେ? ଆମେ ଯେ ପ୍ରକାର ତାଙ୍କର ଗୁଣ କୀର୍ତ୍ତନ କରିବା, ଏଥିପାଇଁ ସେ ଆମମାନଙ୍କୁ ଏକ ମନୋନୀତ ବଂଶ, ପବିତ୍ର ଜାତି, ଈଶ୍ୱରଙ୍କ ନିଜସ୍ୱ ପ୍ରଜା କରି ସେ ଆମକୁ କରିଅଛନ୍ତି। ହାଲେଲୁୟା। ତେବେ ଆମମାନଙ୍କୁ ଯଦି ପ୍ରଭୁ କହୁଛନ୍ତି ତୁମେ ଯୀଶୁଙ୍କ ରକ୍ତ ଦ୍ୱାରା ଧୌତ ହୋଇଅଛ, ପବିତ୍ରକୃତ ହୋଇଅଛ ବୋଲେ ଆମେ ସେ ବାକ୍ୟକୁ ବିଶ୍ୱାସ କରିବା ଦରକାର। ଯଦି ଆମେ ଦେଖିବା ଏବ୍ରୀ ତାର 10 ପର୍ବ ଆଉ 10 ପଦ, ଏଇଟା ଆମେ ବିଶ୍ୱାସ କଲେ ଆମ ଲାଇଫରେ ଗୋଟେ କନଫିଡେଣ୍ଟ ଆସିବ ଯେ ହଁ, ଆଜି ବି ରାତିରେ ଯୀଶୁଙ୍କର ଯଦି ଆଗମନ ହେବ ମୁଁ ନିଶ୍ଚୟ ଯିବି। ଆମର ଲାଇଫରେ ଗୋଟେ କନଫିଡେଣ୍ଟ ଆସିବ ମୋ ପ୍ରିୟ ମାନେ। ଆଉ ପ୍ରଭୁ ଯୀଶୁ ସେଇ କନଫିଡେଣ୍ଟ ଦେବା ପାଇଁ ଆସିଥିଲେ। ହାଲେଲୁୟା। ପଢନ୍ତୁ ଏବ୍ରୀ 10:10। ଯୀଶୁ ଖ୍ରୀଷ୍ଟଙ୍କ ଶରୀର ଏକାଥରକେ ଉତ୍ସର୍ଗୀକୃତ ହେବା ଦ୍ୱାରା ସେହି ଇଚ୍ଛା ହେତୁ ଆମ୍ଭେମାନେ ପବିତ୍ରୀକୃତ ହୋଇଅଛୁ। ହାଲେଲୁୟା। କଣ ଲେଖାଯାଏ? ଯୀଶୁ ଖ୍ରୀଷ୍ଟଙ୍କ ଶରୀର ଏକାଥରକେ ଉତ୍ସର୍ଗୀକୃତ ହେବା ଦ୍ୱାରା ସେହି ଇଚ୍ଛା ହେତୁ ଆମମାନେ ପବିତ୍ରୀକୃତ ହୋଇଅଛୁ। ସେଠାରେ ଏ ପ୍ରକାର ଲେଖାଯାଏ କି ଆମେ ପବିତ୍ରୀକୃତ ହେବା ଭବିଷ୍ୟତରେ ଏ ପ୍ରକାର ଲେଖାଯାଇଛି କି? ନାଇଁ। କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କ ଶରୀର ଏକାଥରକେ ଉତ୍ସର୍ଗୀକୃତ ହେବା ଦ୍ୱାରା ଆଉ ତାହାଙ୍କ ଇଚ୍ଛା ହେତୁ ଆମମାନେ ପବିତ୍ରୀକୃତ ହୋଇଅଛୁ। ଇଂଲିଶରେ ଲେଖା ହେଇଛି you were made holy, past tense, past perfect tense ରେ ଲେଖା ହେଇଛି। ତ ଯେତେବେଳେ ଆମେ ବିଶ୍ୱାସ କରୁଛୁ ପ୍ରଭୁ ତାଙ୍କ ରକ୍ତ ଦ୍ୱାରା ଆମମାନଙ୍କୁ ପବିତ୍ରୀକୃତ କରୁଅଛନ୍ତି। ହାଲେଲୁୟା। ବିଶ୍ୱାସ ଦ୍ୱାରା ଆମେ ଧାର୍ମିକ ଗଣିତ ହଉଛୁ। ବିଶ୍ୱାସ ଦ୍ୱାରା ତାଙ୍କ ରକ୍ତର ବିଶ୍ୱାସ କରିବା ଦ୍ୱାରା ଆତ୍ମାରେ, ଏଇଟା ଆଖିରେ ଦେଖି ହବ ନାହିଁ, ସେଥିପାଇଁ ବହୁତ ଜଣ ଜାଣିପାରନ୍ତି ନାହିଁ। ସେଥିପାଇଁ ଆମେ ବାକ୍ୟର ଚକ୍ଷୁରେ ଆମେ ନିଜକୁ ଦେଖିବା ଦରକାର। ଆମେ ପ୍ରଥମେ ଆମେ ନିଜକୁ ଦେଖିଲା ବେଳକୁ ଦୁରାଚାରୀ, ପାପୀ, ଅଧାର୍ମିକ ଭାବରେ ଆମେ ଆମକୁ ଦେଖୁଥିଲୁ। ଦର୍ପଣରେ ଦେଖିଲା ବେଳକୁ ଆରେ ମୁଁ ବହୁତ ବଡ ପାପୀ, ମୁଁ ବହୁତ ବଡ ଦୁରାଚାରୀ, ମୁଁ ବହୁତ ବଡ ବ୍ୟଭିଚାରୀ ବୋଲି ଆମେ ଦେଖୁଛୁ। କିନ୍ତୁ ଯେତେବେଳେ ଆମେ ଯୀଶୁଙ୍କ ଠାରୁ ବିଶ୍ୱାସ କରୁଛୁ ଆଉ ବାକ୍ୟର ଦର୍ପଣରେ ଆମେ ନିଜକୁ ଦେଖିବା। ଆମର ପାଷ୍ଟ କଣ ଥିଲା, ପୂର୍ବେ ଆମେ କି ପ୍ରକାର ଥିଲୁ, କିନ୍ତୁ ଏବେ ଯୀଶୁଙ୍କ ଠାରୁ ବିଶ୍ୱାସ କରିବା ଦ୍ୱାରା ପ୍ରଭୁ ଆମର ଆଇଡେଣ୍ଟିଟି ଆମର ଚେଞ୍ଜ କରିଛନ୍ତି। ଆମର ଆଇଡେଣ୍ଟିଟି ହେଉଛି, ଆଜି ଆମର ଆଇଡେଣ୍ଟିଟି ହେଉଛି ପବିତ୍ର ଜାତି। ଜଗତ ହେଇପାରେ ଆମକୁ ତମେ କି ଜାତି ବୋଲେ ଡମ ଜାତି, କି ଜାତି? ଡମ ଜାତି। ତମର କି ଜାତି? ନାଇଁ ଘାସି ଜାତି ନାଇଁ କି? ତମର କି କଣ ଏସସି ଏସଟି, ତମର କଣ ଜେନେରାଲ। ତ ଜଗତରେ ବହୁତ ପ୍ରକାର ଜାତିକୁ ଲୋକମାନେ ନାମକରଣ କରିଅଛନ୍ତି, କିନ୍ତୁ ପ୍ରଭୁଙ୍କ ଠାରେ ଯୋଉମାନେ ବିଶ୍ୱାସ କରନ୍ତି ପ୍ରଭୁ ତାଙ୍କୁ କହନ୍ତି ତୁମ୍ଭେ ହେଉଛ ପବିତ୍ର ଜାତି। ହାଲେଲୁୟା। ପ୍ରଭୁଙ୍କର ଧନ୍ୟବାଦ ହଉ। ପ୍ରଭୁ ଆମମାନଙ୍କୁ ଡମ୍ବ ପାଣ କହିକି ଡାକୁନାହାନ୍ତି, କିନ୍ତୁ ପ୍ରଭୁ ଆମମାନଙ୍କୁ ପବିତ୍ର ଜାତି ବୋଲି ଡାକୁଛନ୍ତି। କେତେ ଖୁସିର କଥା ଅଟେ ମୋ ପ୍ରିୟ ମାନେ। ହାଲେଲୁୟା। କେତେ ଜଣ ଦୁଃଖ କରୁଛନ୍ତି ଓ ହାଲେଲୁୟା। ତ ମୁଁ ବିଶ୍ୱାସ କରୁଛି ସମସ୍ତେ ଆନନ୍ଦିତ ଅଟନ୍ତି। କିଏ ଗୋଟେ ହାଲେଲୁୟା କହିଲେଣି, ଦୁଃଖରେ ଅଛନ୍ତି ବୋଧେ। ଓକେ, ଠିକ ଅଛି। ଆମେ ଆନନ୍ଦିତ ହେବା, କାରଣ ପ୍ରଭୁ ଆମମାନଙ୍କୁ ଧାର୍ମିକ ଗଣିତ କରିଅଛନ୍ତି। ସେ ଏକାଥରକୁ ଉତ୍ସର୍ଗୀକୃତ ହେବା ଦ୍ୱାରା ଆମେ ପବିତ୍ରୀକୃତ ହୋଇଅଛୁ। କେତେ ସୁନ୍ଦର ବିଷୟଟେ ମୋ ପ୍ରିୟ ମାନେ। ତେବେ ଆମେ କନଫିଡେଣ୍ଟ ହେବା ଯେ ପ୍ରଭୁ ଆମମାନଙ୍କୁ ଧାର୍ମିକ ଗଣିତ କରିଅଛନ୍ତି। ତାପରେ ଆମେ ଏବେ ନେକ୍ସଟ ଆମେ ଦେଖିବା ଯାହା ମୁଁ ବିଶ୍ୱାସ କରେ ଆପଣ ମାନେ ଯୀଶୁଠାରେ ବିଶ୍ୱାସ କରିବା ଦ୍ୱାରା ଆପଣ ମାନେ ଈଶ୍ୱରଙ୍କ ଧାର୍ମିକ ସ୍ୱରୂପ ହୋଇଅଛନ୍ତି। 3 ନମ୍ବର ପଏଣ୍ଟ ଆମେ ଦେଖିବା। ଆମର 3 ନମ୍ବର ପଏଣ୍ଟ ଗଲା, ଆମେ ଚତୁର୍ଥ ପଏଣ୍ଟ ଦେଖିବା। ଚତୁର୍ଥ ପଏଣ୍ଟ ଭେରି ଇମ୍ପୋର୍ଟାଣ୍ଟ, ଆଉ ସେଟା ଆମେ ବୁଝିବା ଦରକାର। ଯୋହନ ଲିଖିତ ସୁସମାଚାର ଆଉ 3 ପର୍ବ 5 ପଦ। ଯୋହନ ଲିଖିତ ସୁସମାଚାର 3 ପର୍ବ 5 ପଦ। ଯୀଶୁ ଉତ୍ତର ଦେଲେ,
ସତ୍ୟ ସତ୍ୟ ମୁଁ ତୁମ୍ଭକୁ କହୁଅଛି, ହୁଁ। ଜଳ ଓ ଆତ୍ମାରୁ ଜନ୍ମ ନ ହେଲେ କେହି ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିପାରେ ନାହିଁ। Praise the Lord. ଜଳ ଆଉ ଆତ୍ମାରୁ ଜାତ ନହେଲେ କେହି ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିପାରେ ନାହିଁ, ଅର୍ଥାତ କେହି ରେପ୍ଚରରେ ଯାଇପାରିବ ନାହିଁ। ତେବେ ଜଳ ଆଉ ଆତ୍ମାରେ ଆମକୁ ଜାତ ହେବାକୁ ହେବ, ଆମକୁ ପୁନର୍ଜନ୍ମ ହେବାକୁ ହେବ। ତେବେ ଜଳ ଆଉ ଆତ୍ମାର ଜାତ ହେବା ର ଅର୍ଥ କଣ ମୋ ପ୍ରିୟ ମାନେ? ଜଳ ଆଉ ଆତ୍ମାର ଜାତ ହେବା ଅର୍ଥ, ବହୁତ ଲୋକ ଆକୁ ବାପ୍ତିସ୍ମ ନେବା ବୋଲିକିରି କହନ୍ତି, କିନ୍ତୁ ବାପ୍ତିସ୍ମ ନେବା ଦରକାର, ତାହା ପ୍ରଭୁ ଯୀଶୁଙ୍କର ଆଜ୍ଞା ଅଟେ। କିନ୍ତୁ ଏଇ ପଦରେ ଯୋଉ ଜଳ ଆଉ ଆତ୍ମାରୁ ଜାତ ହେବା ବିଷୟରେ କୁହାଯାଏ, ଆଉ ତାହା ହଉଛି ମାନେ ଭିନ୍ନ ଅଟେ। ଜଳରୁ ଜାତ ହେବା ଅର୍ଥ ହଉଛି, ଜଳ ବୋଲି କହିଲେ ମାନେ ବାଇବେଲର ଇଣ୍ଟରପ୍ରିଟେସନ ରେ ଜଳ ବୋଲି କହିଲେ ବାକ୍ୟକୁ ବୁଝାଏ ମୋ ପ୍ରିୟ ମାନେ। ମାନେ ଅନେକ ରେଫରେନ୍ସ ଯାକ ଅଛି, ସେଇଟା ଯଦି ଆମେ ପଢିବା ଆମେ ଜାଣିପାରିବା, ଯାହାକି ଜହନ ତାର 15 ପର୍ବ 3 ପଦରେ ଲେଖାଯାଏ, ମାନେ ତୁମ ବାକ୍ୟ ତ ସତ୍ୟ, ଆଉ ତୁମ ବାକ୍ୟର ପ୍ରକ୍ଷାଳନ ଦ୍ଵାରା ମାନେ ମୁଁ ମଣ୍ଡଳୀକୁ ପବିତ୍ରୀକୃତ କରିଅଛି। ତ ଜଳ ମାନେ ଏଇ ସ୍ଥାନରେ ବାକ୍ୟକୁ ବୁଝାଏ ମୋ ପ୍ରିୟ ମାନେ। ଆଉ ଆତ୍ମା ବୋଲି କହିଲେ ମାନେ ପବିତ୍ର ଆତ୍ମାକୁ ବୁଝାଏ। ତ ଜଳ ଆଉ ଆତ୍ମାରେ ଆମ ମାନେ କଣ ହବାର ଅଛି? ଜାତ ହେବାର ଅଛି। ଯଦି ଜଳ ଆଉ ଆତ୍ମାରେ ଆମେ ଜାତ ହେବା ନାହିଁ, ତେବେ ଆମେ ମାନେ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିପାରିବା ନାହିଁ। ତେବେ ଜଳରୁ ଜାତ ହେବାଟା କଣ? ନା ବାକ୍ୟରୁ ଆମେ ମାନେ ପରିବର୍ତ୍ତିତ ହେବା, ବାକ୍ୟ ଶୁଣି ବାକ୍ୟରୁ ଜନ୍ମ ହେବା। ବାଇବେଲ ଲେଖାଛି ସେ ମଣ୍ଡଳୀକୁ ବାକ୍ୟ ପ୍ରକ୍ଷାଳନ ଦ୍ଵାରା ମାନେ ପବିତ୍ର କରନ୍ତି। ଯଦି ଆମେ ମାନେ ପଢିବା ଏଫେସୀୟ 5 ପର୍ବ 26 ପଦ ଗୋଟେ ପଢିବା, ଆଉ ରେଫରେନ୍ସ ତ ବହୁତ ଅଛି, ଯଦି ଆମେ ପଢିବା ସମୟ ହବ ନାହିଁ, ଗୋଟେ ପଦ ଖାଲି ପଢିବା, ଏଫେସୀୟ 5:26। ଯେପରି ବାକ୍ୟ ଓ ଜଳ ପ୍ରକ୍ଷାଳନ ଦ୍ଵାରା ସେ ତାହାକୁ ପରିଷ୍କାର କରି ପବିତ୍ର କରନ୍ତି। ବାକ୍ୟ ଆଉ ଜଳ ପ୍ରକ୍ଷାଳନ ଦ୍ଵାରା ସେ କଣ କରନ୍ତି? ପରିଷ୍କାର କରନ୍ତି। ତ ବାକ୍ୟର ପ୍ରକ୍ଷାଳନ, ତେବେ ଯେତେବେଳେ ଆମେ ବାକ୍ୟ ଶୁଣୁଛୁ ମୋ ପ୍ରିୟ ମାନେ, ଆମେ ପ୍ରକ୍ଷାଳନ ହଉଛୁ, ମାନେ ଆମେ କଣ ହଉଛୁ ନା ବାକ୍ୟ ଦ୍ଵାରା ମାନେ ଆମ ଲାଇଫ କଣ ହଉଛି ନା ପବିତ୍ରତାରୁ ପବିତ୍ରତା ଆଡକୁ ଯାଉଛି। ବାକ୍ୟ ଦ୍ଵାରା ପ୍ରଭୁ ଆମକୁ କଣ ପ୍ରତିଦିନ ପ୍ରକ୍ଷାଳନ କରୁଛନ୍ତି। ତେବେ ଜଳ ଆଉ ବାକ୍ୟ ପ୍ରକ୍ଷାଳନ ଦ୍ଵାରା ସେ ମଣ୍ଡଳୀକୁ କଣ କରୁଛନ୍ତି? ପବିତ୍ରୀକୃତ କରୁଅଛନ୍ତି ମୋ ପ୍ରିୟ ମାନେ। ତେବେ ଏଇ ପଦ ଯାହା ଲେଖାଯାଏ ଆତ୍ମାରେ ଜାତ ହେବା ବୋଲି କହିଲେ, ପ୍ରତିଦିନ ଶିଷ୍ୟମାନେ ଆତ୍ମାରେ ପୂର୍ଣ୍ଣ ହଉଥିଲେ। ପ୍ରତିଦିନ ସେମାନେ ପ୍ରାର୍ଥନାରେ ଆତ୍ମାରେ ପୂର୍ଣ୍ଣ ହଉଥିଲେ। ଏଫେସୀୟ 5 ପର୍ବ 18, 19, 20 ପଦ ଆପଣ ଘରେ ଗଲେ ପଢନ୍ତୁ। ଆଉ ସେଠି ଲେଖାଯାଏ ସେମାନେ ଆତ୍ମାରେ ପ୍ରତିଦିନ ଆତ୍ମାରେ ପୂର୍ଣ୍ଣ ହଉଥିଲେ। ସେମାନେ ଗୀତ, ସ୍ତୋତ୍ର, ଆଧ୍ୟାତ୍ମିକ ସଂକୀର୍ତ୍ତନ ଗାନ କରୁଥିଲେ। ତେବେ ଏଇ ପଏଣ୍ଟ ହଉଛି ଭେରି ଇମ୍ପୋର୍ଟାଣ୍ଟ ରେପ୍ଚର ପାଇଁ, ଆଉ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା ପାଇଁ ଭେରି ଇମ୍ପୋର୍ଟାଣ୍ଟ। ଆମେ ପ୍ରତିଦିନ ମାନେ ବାକ୍ୟ ଦ୍ଵାରା ବାକ୍ୟ ଶୁଣି ଶୁଣି ଆମେ ବାକ୍ୟ ଦ୍ଵାରା ପ୍ରକ୍ଷାଳନ ହେବା ଦରକାର। ଆଉ 2 ନମ୍ବର ପଏଣ୍ଟ ହଉଛି କଣ ନା ଆମେ ପ୍ରତିଦିନ ଆତ୍ମାରେ ପୂର୍ଣ୍ଣ ହେବା ଦରକାର। ଆଉ ଗୀତ, ସ୍ତୋତ୍ର, ଆଧ୍ୟାତ୍ମିକ ସଂକୀର୍ତ୍ତନ ଆମ ଗାନ କରୁଥିବା ଶିଷ୍ୟମାନଙ୍କର ଲାଇଫ ଯୋଉ ପ୍ରକାର ଥିଲା, ଆମମାନଙ୍କର ଲାଇଫ ମଧ୍ୟ ସେ ପ୍ରକାର ହେବା ଦରକାର। ହାଲେଲୁୟା। ତେବେ 4 ନମ୍ବର ପଏଣ୍ଟ ହଉଛି ମାନେ ରାପ୍ଚରରେ ଆମେ ସେମାନେ ଯିବେ ଯୋଉମାନେ କି ପ୍ରତିଦିନ ମାନେ ବାକ୍ୟ ଶୁଣୁଥିବେ, ବାକ୍ୟ ଦ୍ଵାରା ନିଜ ହୃଦୟକୁ ପୂର୍ଣ୍ଣ କରୁଥିବେ। ସେଥିପାଇଁ ଲେଖାଯାଏ ଖ୍ରୀଷ୍ଟଙ୍କ ବାକ୍ୟ ତୁମାନଙ୍କ ହୃଦୟରେ ପ୍ରଚୁର ପରିମାଣରେ ବାସ କରୁ। ଆଉ ପ୍ରତିଦିନ ଆତ୍ମାରେ କଣ ହୁଅ? ପୂର୍ଣ୍ଣ ହୁଅ। ତ 4 ନମ୍ବର ପଏଣ୍ଟ ହଉଛି ସେଟା। 5 ନମ୍ବର ପଏଣ୍ଟ ଆମେ ଦେଖିବା, ଆଉ ସେଇଟା ହଉଛି ମାନେ ଆମେ ଖ୍ରୀଷ୍ଟଙ୍କର ଆଗମନର ଅପେକ୍ଷାରେ ଆମେ ରହିବା, ୱେଟିଂ ଫର ଦ କମିଂ ଅଫ ଜିଜସ୍। 1 କୋରିନ୍ଥୀୟ 1 ପର୍ବ 7 ପଦ। 1 କୋରିନ୍ଥୀୟ 1 ପର୍ବ 7 ପଦ। ଏଣୁ ତୁମ୍ଭେମାନେ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପ୍ରକାଶ ନିମନ୍ତେ ଅପେକ୍ଷାରେ ଥାଇ କୌଣସି ଅନୁଗ୍ରହ ଦାନରେ ଉଣା ପଡୁନାହଁ। ଆମେ ମାନେ ଯୀଶୁ ଖ୍ରୀଷ୍ଟଙ୍କର ଆଗମନର ଅପେକ୍ଷାରେ ଆମେ ମାନେ ରହିବା ମୋ ପ୍ରିୟ ମାନେ। ହାଲେଲୁୟା। ତ ଯୋଉମାନେ ତାଙ୍କର ଆଗମନର ମାନେ ମାନେ ଆଗମନକୁ ପ୍ରିୟ ଜ୍ଞାନ କରନ୍ତି, ମାନେ ସେମାନେ ରେପ୍ଚରରେ ଯିବେ। ପଢନ୍ତୁ ଏବ୍ରୀ 9 ପର୍ବ 28 ପଦ। ଏବ୍ରୀ 9 ପର୍ବ 28 ପଦ। ଏଣ୍ଡ ଟାଇମ ଷ୍ଟଡି ତ ସେଥିପାଇଁ ମୁଁ ଏତେ ରେଫରେନ୍ସ ଦଉଛି। ଏବ୍ରୀ 9 ପର୍ବ 28 ପଦ। ଆଉ ତାହାପରେ ବିଚାର ନିରୂପିତ ଅଛି, ସେହିପରି ଖ୍ରୀଷ୍ଟ ମଧ୍ୟ ଅନେକଙ୍କ ପାପ ବହନ କରିବା ନିମନ୍ତେ ଥରେ ମାତ୍ର ଉତ୍ସର୍ଗୀକୃତ ହୋଇ ଦ୍ୱିତୀୟ ଥର ପାପ ସକାଶେ ନୁହେଁ, ବରଂ ଯେଉଁମାନେ ତାହାଙ୍କ ଅପେକ୍ଷାରେ ଅଛନ୍ତି ସେମାନଙ୍କ ପରିତ୍ରାଣ ନିମନ୍ତେ ଦର୍ଶନ ଦେବେ। ହାଲେଲୁୟା। ଯେଉଁମାନେ ତାଙ୍କର ଆଗମନର ଅପେକ୍ଷାରେ ଅଛନ୍ତି ସେମାନଙ୍କୁ ପରିତ୍ରାଣ ଦେବା ନିମନ୍ତେ ସେ ଦର୍ଶନ ଦେବେ।
तेमे मो प्रिय माने आम माने जे प्रभु जीशु जे आम मान को धार्मिक गणित करी अछंती पवित्रकृत करी अछंती निर्दोष निष्कलंक करी अछंती आ सेति पई आम माने ताहांकर आगमन रो अपेक्षा रहिबा तेबे से आम मान को माने आम रैप्चर रे जीवाटा बहुत इजी मो प्रिय माने आम माने बहुत जटिल कठिन परिश्रम करबा को पड़िबो नै आम मान को पहाड़ चढ़ीबा को पड़िबो नै केवल विश्वास करबा को पड़िबो तेबे 5 नंबर पॉइंट हो जे आमे जीशुंकर आगमन रो अपेक्षा रे आम माने रहिबा तापर 6 नंबर पॉइंट होची माने आम माने सुबुद्धि कन्या तुल्य हवा 6 नंबर पॉइंट जाकी माथ्यू तार 25 पर्व रे लिखा जाय आपण माने जानि छथि आ रेफरेंस आमे जीवा नै टाइम भी माने टाइम भी कमी जीवो सेत पे आमे देखिबा जे सुबुद्धि कन्या तुल्य हवा सुबुद्धि कन्या माने केमति जोगी थिले से माने जोगी की थिले आ से माने अपेक्षा रे थिले बरर आगमन रो अपेक्षा रे से माने थिले आ से माने को प्रदीप लिभि नथिला किंतु से माने प्रदीप जळुथिला तेबे ए जे सुबुद्धि कन्या बोली कहिले माने सुबुद्धि कन्या माने विश्वस्त थिले कोन थिले फेथफुल सर्वेंट से माने विश्वस्त थिले आ से माने अपेक्षा रे थिले आ से माने ओवरकमर थिले माने विजयी जदि आमे प्रकाशित 2 पर्व 3 पर्व पढिबा सेठार लेखा जाय जे जय करे आमे ताकू जीवनदायक वृक्षर फल खाइबाकू देबा तेबे सुबुद्धि कन्या माने से माने निद्रा को जय करथिले से माने शिथिलता को जय करथिले से माने आत्मा रे उत्तप्त थिले किंतु निर्बुद्धि कन्या माने से माने शिथिल हो जाइथिले से माने लेजी हो जाइथिले आ सेति पय से माने बर आसिला बेलकु से माने बर सहित जाई पारिले नाही सेति पय हमें सुबुद्धि कन्या तुलो निर्बुद्धि कन्या माने फेथफुल नथिले से माने विश्वस्त नथिले किंतु सुबुद्धि कन्या माने विश्वस्त थिले मो प्रिय माने से माने फेथफुल थिले से माने गोटे माने विजयी ख्रिस्टियन थिले तेबे आज हम माने सुबुद्धि कन्या तुलो एक माने विश्वस्त ख्रिस्टियन हेबा दरकार आ आमे सब शारीरिक अभिलाष गोटे जय करबा ख्रिस्टियन हेबा दरकार 2 पर्व 3 पर्व लेखा जाए जे जय करे माने सातरे मंडली को प्रभु कहंती जे जय करे आमे ताको जीवनदायक वृक्ष खाइबा फल खाइबा देबा जे जय करे जे शेष पर्यंत धैर्य धरिबो माने से परित्राण पाइबो माने ए प्रकार भाबरे मंडली को प्रभु चेतना 2 पर्व 3 पर्व रे दउछन्ते आपण घरे गले पढंतु तेबे जो 6 नंबर पॉइंट होची आमे सुबुद्धि कन्या तुल्य हेबा 7 नंबर पॉइंट होची आ वेरी इंपोर्टेंट पॉइंट ए 7 नंबर पॉइंट कहि मु समाप्त करिवि जे रैप्चर रे क्यों मान जिवे आ जीसुଙ୍କ सहित स्वर्ग राज्य प्रवेश करि परिबे आ से माने होचंती माने विश्वासी माने जार की विश्वास थिबो हालेलुया जार की ख्रीष्टଙ୍କ ठार विश्वास थिबो हां से मते माने स्वर्ग को नेबे से मते शेष पर्यंत से मते माने धरि रखिबे प्रथम करते 1:7 टिके देखिबा प्रथम करते 1:7 एणु तुम्भे माने आम्भ मानको प्रभु जीशु ख्रीष्टଙ୍କର प्रकाश निमंते अपेक्षा रे थाई कौनसी अनुग्रह दान रे उणा पडु नाहो 8 पद आम्भ मानको प्रभु जीशु ख्रीष्टଙ୍କ दिवस रे जेपरि तुम्हे माने अनिंदनीय हुओ इथि पाई से तुम माननको शेष पर्यंत मध्य स्थिर रखिबे से तुम माननको शेष पर्यंत कोन रखिबे स्थिर रखिबे मो प्रिय माने प्रभु मानको स्थिर करे रखिया पई माने सक्षम कि नाही से सक्षम अटंती से सर्वशक्तिमान अटंती लेखा जा हम तांको वाक्य को विश्वास करबा हमें भय करबा नाही हमें संदेह करबा नाही मो प्रिय माने जीसुଙ୍କ शक्ति ऊपर हमें निर्भर रखिबा हमें संदेह करबा नाही एठी लेखा जाए 8 पदरे आमानको प्रभु जीशु ख्रीष्टଙ୍କ दिवस रे जेपरि तुमे माने अनिंदनीय हो एथि पई से तुम मानको शेष पर्यंत मध्य स्थिर रखिबे बहुत जन भाबंती माने संदेह करंती माने मु रेप्चर जाई परिबे कि नाही मु जदि रेप्चर न गली कोन हेबो बहुत भय करंती काई भय करंती से माने निज को देखंती अरे मु तो बहुत बड़ पापी अट मु तो जाई परिबे नाही मु धार्मिकता अटे मु भूल कर देछि पाप कर देछि मु जाई परिबे नाही मोर द्वारा भूल हे जाइछि मिछ कहि देछि बोले संदेह करंती नाही मु आज जो जीशुଙ୍କର आगमन माने प्रचारक माने मते प्रचार दियंती आजी राती जदि जीशुଙ୍କର आगमन हबो के जीव हाथ टेक सेमती कहला लुआर हाथ उठु न के जदि एंती हाथ उठाइथिबो अधा हाथ उठाइथिबो आ सेतल को जार अधा हाथ उठथिबो प्रचारक भी देखि देबे तांकर कहबे तू काली मिछ कहिनु की और दिन तो कहिथिबो ना माने गोटे संदेह सृष्टि कर देबे से व्यक्ति
ଥରି ଥରି ଯିବ ବାକ୍ୟ ଶୁଣିଲା ପରେ ଏ ଘରକୁ ଥରି ଥରି ଯିବ ପ୍ରଭୁ କଣ ହେବ ମୋର ଆଜି। କିନ୍ତୁ ମୋ ପ୍ରିୟ ନାହିଁ ପ୍ରଭୁ ଆମମାନଙ୍କୁ ସ୍ଥିର ରଖିବା ପାଇଁ ସକ୍ଷମ ଅଛନ୍ତି। ହାଲେଲୁୟା। ପ୍ରଭୁଙ୍କ ପାଇଁ ଗୋଟେ ଉଚ୍ଚ କରତାଳ ଦିଅନ୍ତୁ ଘରେ ବସିକିରି ମ୍ୟୁଟ କାଢନ୍ତୁ ନାହିଁ। ତ ଆମମାନଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦିବସରେ ଯେପରି ତୁମାନେ ଅନିନ୍ଦନୀୟ ହୋ ଏଥିପାଇଁ ସେ ତୁମମାନଙ୍କୁ ଶେଷ ପର୍ଯ୍ୟନ୍ତ ମଧ୍ୟ ସ୍ଥିର କରି ରଖିବେ। ମୋ ପ୍ରିୟ ମାନେ ଆମେ ବିଶ୍ୱାସ କରିବା ପ୍ରଭୁ ଆମମାନଙ୍କୁ ଧାର୍ମିକ ଗଣିତ କରିଅଛନ୍ତି। ପବିତ୍ର ପ୍ରଭୁ ଆମମାନଙ୍କୁ ତାଙ୍କ ରକ୍ତ ଦ୍ୱାରା ଧୌତ କରି ସେ ଆମମାନଙ୍କୁ ପବିତ୍ରକୃତ କରିଅଛନ୍ତି। ଆମମାନେ ପବିତ୍ର ଜାତୀୟ ଅଟୁ। କାରଣ ମୋ ପ୍ରିୟ ମାନେ ରେପ୍ଚରରେ ସେ ବ୍ୟକ୍ତି ଆଗେ ଯାଇପାରିବ ଯେ କି ବିଶ୍ୱାସ କରିବ ଯେ ପ୍ରଭୁ ମତେ ଧାର୍ମିକ କରିଅଛନ୍ତି, ଯେ କି ବିଶ୍ୱାସ କରିବ ପ୍ରଭୁ ମତେ ପବିତ୍ରକୃତ କରିଅଛନ୍ତି, ମୁଁ ପବିତ୍ର ବ୍ୟକ୍ତି ଅଟେ ବୋଲି ଯେ ବିଶ୍ୱାସ କରିବ ସେ ଆଗେ ଯାଇପାରିବ। ଯେ ଅବିଶ୍ୱାସ କରିବ ସେ ଯାଇପାରିବ ନାହିଁ। ମୁଁ କହିଦଉଛି ଏଇଟା ପୁରା ମାନେ ଡାଇରେକ୍ଟ କଥା। ଦେଖନ୍ତୁ ନହଙ୍କ ସମୟରେ ନହ ବିଶ୍ୱାସ କଲେ। ସେ ସମୟରେ ପୁରା ମାନେ ଏ ପ୍ରକାର ପରିସ୍ଥିତି ଥିଲା ଯେ ମାନେ ସବୁ ଲୋକଙ୍କୁ କହିଲେ ଯେ ପ୍ରଭୁ ଜଳପ୍ଲାବନ କରିବାକୁ ଯାଉଛନ୍ତି। ସେତେବେଳେ ନହଙ୍କୁ ଲୋକମାନେ କଣ କହିଲେ ଏ ବାୟାଟା ବୁଢା ପାଗଳ ହେଇଗଲା। ଆରେ ଏତେ ବଡ ଟାଇଁ ଟାଇଁ ଖରା ହଉଛି ଆଉ ବର୍ଷା ଆସିବ କୁଆଡେ ବୋଲେ ଲୋକମାନେ ସବୁ ମାନେ ନହକୁ ମାନେ ପାଗଳ ବୋଲି କହିଲେ। କିନ୍ତୁ ନହ ପ୍ରଭୁଙ୍କର ବାକ୍ୟକୁ ବିଶ୍ୱାସ କଲା। ପ୍ରଭୁ କହିଛନ୍ତି ମାନେ ନିଶ୍ଚୟ କରିବେ ଆଉ ସେଥିପାଇଁ ମତେ ଜାହାଜ ନିର୍ମାଣ କରିବାକୁ ହେବ। ଏହା ନହ ବିଶ୍ୱାସ କଲେ ଆଉ ସେଥିପାଇଁ ବିଶ୍ୱାସ ଦ୍ଵାରା ସେ ନିଜେ ପୁଣି ନିଜ ପରିବାରକୁ ରକ୍ଷା କରିପାରିଲେ। ଲୋଟଙ୍କ ବିଷୟରେ ଆମେ ଦେଖିବା। ଲୋଟ ଏବଂ ତାଙ୍କ ସ୍ତ୍ରୀ ଆଉ ତାଙ୍କର ଦୁଇଟି ଝିଅ ଆଉ ସେମାନେ ଯେତେବେଳେ ଦୂତ ମାନେ ଆସି କହିଲେ ଦେଖ ସୋଦମ ଗୋମରାକୁ ପ୍ରଭୁ ଅଗ୍ନିରେ ବିନାଶ କରିବାକୁ ଯାଉଅଛନ୍ତି, ଏଣୁ ତୁମେ ମାନେ ସେଠୁ ବାହାରି ଆସ। ସେତେବେଳକୁ ମାନେ ତାଙ୍କ ସ୍ତ୍ରୀକୁ ଟିକେ ଡାଉଟ ହେଇଗଲା। ହଁ ସତ କଥା, ଆରେ ମୋର ତ ଏତେ ଧନ ସମ୍ପତ୍ତି ଅଛି, ମୋର ବଡ ଘର ଅଛି, ମୁଁ କେମିତି ଛାଡିକି ଯିବି। ହେଲେ ମଧ୍ୟ ମାନେ ତାର ସ୍ୱାମୀ ଲୋଟ ସେ କହିଲା ନାହିଁ ଦୂତ ମାନେ ଆସୁଛନ୍ତି ଆମକୁ ନେବା ପାଇଁ, ଚାଲ ବାହାରି ଯିବା ନହେଲେ ଆମେ ମଧ୍ୟ ଏମାନଙ୍କ ସହିତ ମରିଯିବା, ବିନାଶ ହେଇଯିବା, ଚାଲ ବାହାରି ଯିବା। ବଡ କଷ୍ଟରେ ମାନେ ଲୋଟ ତାଙ୍କ ସ୍ତ୍ରୀକୁ ଧରି ଯାଉଛନ୍ତି। ଆଉ ଦୂତ ମାନେ କହିଥିଲେ ଦେଖ ଯିଏ ଗଲା ବେଳକୁ ପଛକୁ ଅନେଇବ ନାହିଁ। ସେତେବେଳକୁ ସେମାନେ ଦୌଡିକି ଯାଉଛନ୍ତି ଆଉ ଲୋଟର ସ୍ତ୍ରୀ ସେ ସନ୍ଦେହ କଲା। କଣ ପାଇଁ ସନ୍ଦେହ କଲା? କାଳେ ସେ ଅଗ୍ନିରେ ଧ୍ୱଂସ ହବ ନାହିଁ, ବିନାଶ ହବ ନାହିଁ ଯଦି ସୋଦମ ଗୋମରା, ତେବେ ମୋର ଧନ ସମ୍ପତ୍ତି ରହିଯିବ ବେକାର, ଲୋକମାନେ ସେଠୁ ଥିବା ଲୋକମାନେ ମୋ ଧନ ସମ୍ପତ୍ତି ନେଇଯିବେ। ମୁଁ ଟିକେ ପଛକୁ ଅନେଇ ଦେଖିବି ଦେଖିବା ଧ୍ୱଂସ ହଉଛି କି ନାହିଁ। ପଛକୁ ଅନେଇ ସନ୍ଦେହ କଲା, ମାନେ ଦୂତ ମାନଙ୍କର କଥାକୁ ବାକ୍ୟକୁ ସେ ବିଶ୍ୱାସ ନ କରି ସେ ସନ୍ଦେହ କଲା ଆଉ ସେ ପଛପଟେ ଅନେଇ ଦେବା ଦ୍ଵାରା ସେ ଲବଣ ସ୍ତମ୍ଭ ହେଇଗଲା। ସେଥିପାଇଁ କିନ୍ତୁ ଲୋଟ ବିଶ୍ୱାସ କଲେ ଆଉ ସେଥିପାଇଁ ସିଏ ଉଦ୍ଧାର ପାଇଲେ। ସେଥିପାଇଁ ମୋ ପ୍ରିୟ ମାନେ ଆମେ ସନ୍ଦେହ କରିବା ନାହିଁ, ଆମେ ପ୍ରଭୁଙ୍କ ବାକ୍ୟକୁ ବିଶ୍ୱାସ କରିବା। ପ୍ରଭୁ କହନ୍ତି ତୁମାନେ ଜଗତର ଜ୍ୟୋତି ବୋଲି କହିଲେ ଆମେ କହିବା ହଁ ପ୍ରଭୁ ମୁଁ ଜଗତର ଜ୍ୟୋତି। ଆମେ କହିବା ନାହିଁ ମୁଁ ବହୁତ ବଡ ପାପୀ ଆଉ ମୁଁ ବେଶୀ ବଡ ଅନ୍ଧାର। ଆମେ ଏମିତି କହିବା ନାହିଁ, ଉଲ୍ଟା କହିବା ନାହିଁ। ପ୍ରଭୁଙ୍କ ବାକ୍ୟ ଯାହା କହୁଛି ଆମେ ତାହା କହିବା। ପ୍ରଭୁ କହନ୍ତି ତୁମ ବିଶ୍ୱାସ ଦ୍ୱାରା ଧାର୍ମିକ ଗଣିତ ହେଇଛ, ହଁ ପ୍ରଭୁ ମୁଁ ବିଶ୍ୱାସ କରୁଛି ମୁଁ ଧାର୍ମିକ ଗଣିତ ହେଇଛି। ପ୍ରଭୁ ଯଦି କହୁଛନ୍ତି ମୁଁ ତତେ ମୋ ରକ୍ତ ଦ୍ୱାରା ଧୋଇକିରି ପବିତ୍ରକୃତ କରିଅଛି ବୋଲି ଯଦି ପ୍ରଭୁଙ୍କ ବାକ୍ୟ କହୁଛି, ତେବେ ଆମେ ଆମର କନଫ୍ୟୁଜନ କଣ ହବା ଦରକାର? ହଁ ପ୍ରଭୁ ତୁମ ରକ୍ତ ଦ୍ୱାରା ମୁଁ ଧୌତ ଅଟେ, ମୁଁ ପବିତ୍ର ବ୍ୟକ୍ତି ଅଟେ, ମୁଁ ପବିତ୍ର ଜାତି ତୁମେ ମତେ କରିଅଛ, ମୁଁ ଈଶ୍ୱରଙ୍କ ନିଜସ୍ୱ ପ୍ରଜା ଅଟେ। ଆମର କନଫ୍ୟୁଜନ ସେଟା ଯେତେବେଳେ ହେବ ଆମେ କନଫିଡେଣ୍ଟ ହେଇଯିବା ଆଉ ଆଜି ବି ଯଦି ଯୀଶୁଙ୍କର ଆଗମନ ହବ ଡେଫିନେଟଲି ମୁଁ ସ୍ୱର୍ଗକୁ ଯିବି। ହାଲେଲୁୟା। ରାପ୍ଚରରେ ମୁଁ ଡେଫିନେଟଲି ମାନେ ପ୍ରଭୁଙ୍କ ସହିତ ମାନେ ମୁଁ ଉଠା ଯିବି, ଗୋଟେ କନଫିଡେଣ୍ଟ ଆମ ଜୀବନରେ ଆସିବ। ମୋ ପ୍ରିୟ ମାନେ ଗୋଟେ ବାକ୍ୟ ପଢିବା ଆଉ ଆମେ ସମାପ୍ତ କରିବା। ଯିହୁଦା ତାର 1 ପର୍ବ ଆଉ ତାର 22 ପଦ। ଯିହୁଦା 1 ପର୍ବ 22 ପଦ। ପ୍ରକାଶିତ ବାକ୍ୟ ପୂର୍ବରୁ ଅଛି ପୁସ୍ତକଟା, ଯିହୁଦା 1:22। ଯିହୁଦାଙ୍କ ପୁତ୍ର 1 ପର୍ବ 22 ପଦ। ଯୋଉମାନେ ଯୋଉମାନେ ସନ୍ଦେହରେ ପଡିଥାନ୍ତି ଏପରି କେତେକଙ୍କୁ ଦୟାକରି ଅଗ୍ନିରୁ କାଢିଲା ପରି ରକ୍ଷା କର। ହାଲେଲୁୟା। ଯୋଉମାନେ ସନ୍ଦେହରେ ପଡିଥାନ୍ତି, ଯୋଉମାନେ ମାନେ ସନ୍ଦେହ କରନ୍ତି ଯେ କାଳେ ଯୋଉ ଯୀଶୁଙ୍କର ଆଗମନ ହେଇଯିବ, ରେପ୍ଚର ହେଇଯିବ, ମୁଁ ଯିବି କି ନାହିଁ, ଯୋଉମାନେ ଏପରି ସନ୍ଦେହରେ ପଡିଥାନ୍ତି ସେମାନଙ୍କୁ ଅଗ୍ନିରୁ କାଢିଲା ପରି ରକ୍ଷା କର। ହାଲେଲୁୟା। ମୋ ପ୍ରିୟ ମାନେ ଆଜି ଯଦି ଆପଣ ସନ୍ଦେହରେ ଅଛନ୍ତି, ସନ୍ଦେହ ଶୂନ୍ୟ ହେଇଯାଆନ୍ତୁ, କାରଣ ପ୍ରଭୁ ଆପଣଙ୍କୁ ମାନେ ଶେଷ ପର୍ଯ୍ୟନ୍ତ ସ୍ଥିର କରି ରଖିବା ପାଇଁ
सक्षम प्रभु अटंती हालेलुया प्रभु आपनको धार्मिक गणित करि अछन्ते प्रभु आपनको एक पवित्रीकृत करि अछन्ते प्रभु आपनको तांकर निजर संतान करि अछन्ते आमे जो 7टा पॉइंट देखि गलो मो प्रिय माने आपण माने प्रभु ठार विश्वास करबा द्वारा आपण माने मनोनीत वंश अटंते तबे आपण माने कॉन्फिडेंट ही जाउंतु मो प्रिय माने हालेलुया आपण जानचंती कि भेरी सिंपल रेप्चर रे जीवाटा भेरी सिंपल से गोटे पद आमे पढि शेष करबा भेरी सिंपल जहा लिखा जाय प्रथम थेसलोनिक तार 4 पर्व आउ 15 16 17 पद लिखा जाय किंतु आमे केवल 17 पदटी आमे पढिबा प्रथम थेसलोनिक 4 पर्व 16 17 पद ପରେ ଆମ୍ଭେ ଯେତେ ଲୋକ ଜୀବିତ ରହି ଅବଶିଷ୍ଟ ଥିବୁ ପ୍ରଭୁଙ୍କ ସହିତ ସାକ୍ଷାତ କରିବା ନିମନ୍ତେ ଆମ୍ଭେମାନେ ସେମାନଙ୍କ ସହ ମେଘମାଳାରେ ଶୂନ୍ୟ ମଣ୍ଡଳକୁ ନୀତ ହେବୁ ଏହି ପ୍ରକାରେ ଆମ୍ଭେମାନେ ସର୍ବଦା ପ୍ରଭୁଙ୍କ ସହିତ ରହିବୁ। अच्छा 16 पद भी पढ़ी दियंतु 16 पद लिखा है से पदटा मु आपन देखाइबा पई चाहूची जोटा भेरी सहज रेप्चर जीवा पई बेसी सहज से पद पढो 16 पद पढो କାରଣ ପ୍ରଭୁ ଆପେ ଆଦେଶ ଦେଇ ପ୍ରଧାନ ଦୂତଙ୍କ ସ୍ୱର ଓ ଈଶ୍ୱରଙ୍କ ତୁରୀବାଦ୍ୟ ସହିତ ସ୍ୱର୍ଗରୁ ଅବତରଣ କରିବେ ସେଥିରେ ଯେଉଁମାନେ ଖ୍ରୀଷ୍ଟଙ୍କ ଠାରେ ଥାଇ ମରିଅଛନ୍ତି ସେମାନେ ପ୍ରଥମରେ ଉଠିବେ। से पद को नोट करंतु आ जोटा होची जो माने ख्रीष्टन को ठारे थाई मरि अछंती से माने प्रथम रे उठबे अर्थात जो माने ख्रीष्टन को ठारे अछंती सेति के क्वालिफिकेशन कोन से क्वालिफिकेशन ख्रीष्टन को ठारे थिबा जिसु को ठारे रहिबा होची से क्वालिफिकेशन जदि हम जिसु को ठारे अछु आजी तेबे हमें रेप्चर हेले हम स्वर्ग को पळेबा वेरी सिंपल से पे जिसु कहले तुमे माने मो ठारे रुहो आ मु तुम ठारे रहिबी तेबे तुमे फल पळेबो ख्रीष्टन को ठारे रहिबा होची यथेष्ट एणु जे ख्रीष्टन ठारे अछि से नूतन सृष्टि होई अछि जे ख्रीष्टन ठारे अछि से दंडरु मुक्त होई अछि तेबे ख्रीष्टन ठारे रहिबाटा वेरी इंपोर्टेंट तो जो माने जीवित अवस्था रे अछंती आ हम माने अबे जदि हम ख्रीष्टन ठारे अछु तेबे हमें सुरक्षित अछु वी आर प्रोटेक्टेड तो माने सिंपल क्वालिफिकेशन होची ख्रीष्टन रिमेन इन मी जिसु कहले रिमेन इंग्लिश रे लिखा जाय रिमेन इन मी मो ठारे रुहो सिंपल आमे ख्रीष्टन को ठारे रहबा बहुत लोग आज ख्रीष्टन को ठारे न रहिकरी जगतर अभिलाष रे रहउचंती ख्रीष्टन को ठारे न रहिकरी से माने मधुआ मानक सहित सहभागिता करछंती ख्रीष्टन को ठारे न रहिकरी पाप मंद अभिलाष व्यभिचार रे सहभागिता करूछंती तबे जो माने ख्रीष्टन को ठारे न रहि जगत रे रहिबे जो माने जागतिक मना हे रहिबे जो माने शारीरिक अभिलाष रे लिप्त होई रहिबे जो माने अधार्मिक जीवन काटुथिबे से माने रेप्चर रे जाई परिबे नाही केन जो माने ख्रीष्टन को ठारे रहि वेरी सिंपल जो माने ख्रीष्टन को ठारे रही गीत स्तोत्र आध्यात्मिक संकीर्तन वाक्य अध्ययन अन्य को उत्साह दउथिबे ऑटोमेटिक रेप्चर हो आगा हालेलुया थरी थरी आ घरे लुचि रहइबा दरकार नै थरी थरी घरे प्रार्थना करबा दरकार नै केवल माने गीत स्तोत्र आध्यात्मिक संकीर्तन पुणी प्रभुंकर महिमा प्रभुंकर सेवा करी प्रभुंकर ठारे रही जदि हम जीवन काटुछे दैट्स इनफ हालेलुया प्रभु तांको बिना मूल्य रे तांको संतान विश्वास द्वारा संतान होबार अधिकार देइछन सातरा तो क्वालिफिकेशन आपन पाखरे अछि रेप्चर रे जीवा क्वालिफिकेशन आउ कोन डर हालेलुया आउ काहे की संदेह करिवे फर्स्ट क्वालिफिकेशन कोन आपन ईश्वर राज्य को शिशु परि ग्रहण करछन फर्स्ट क्वालिफिकेशन सेकंड क्वालिफिकेशन कोन ना स्वर्गस्थ पितांकर इच्छा कोन जे तांकर प्रेरित व्यक्ति को विश्वास करबा जिसु ठारे आपन विश्वास करछन तांक बाकी विश्वास करछन तृतीय नंबर क्वालिफिकेशन कोन जे धार्मिक माने फारसी शास्त्री मानको धार्मिकता ठारो हम धार्मिकता अधिक होबार अछि आ से धार्मिकता विश्वास द्वारा प्रभु आपन को देइछन्ते आपन धार्मिक गणित हेइछन्ते ईश्वर को निज धार्मिकता आपन को ठारे अछि हालेलुया सेटा होछि माने 3 नंबर विषय आ 4 नंबर विषय होछि कोन जे हमें माने आत्मा हमें हमें जल आत्मा रो हमें जातो हेइछु आमे तांको वाक्य द्वारा हमें प्रतिदिन प्रखालित होछु आ प्रतिदिन हमें आत्मा रे पूर्ण होछु तेरा होछि 4 नंबर पॉइंट सेटा भी आपन को लाइफ रे अछि 5 नंबर पॉइंट हमें जिसुर आगमन रो अपेक्षा रे होछु हमें तांकर आगमन को प्रिय ज्ञान करूछु हालेलुया हमें संदेह करूनु हमें प्रिय ज्ञान करछु हमर से 5 नंबर क्वालिफिकेशन मध्ये आपन पाक अछि मो पाक अछि 6 नंबर क्वालिफिकेशन होछि हमें सुबुद्धि कन्या तुल्य प्रभु हमन को सुबुद्धि कन्या करि अछंती आमाने मूर्ख कन्या नहु आमाने अंधकार रे नहु आमे आलोक रे स्थानांतरित हेइछु तेते आमे सुबुद्धि कन्या होतु आमान को प्रदीप जळुछि आमाने आत्मा रे पूर्ण होछु हम प्रभुंकर अपेक्षा रे अछु त आमे होने सुबुद्धि कन्या आमाने विश्वस्त लोक प्रभुंकर
वी आर आमे होची ख्रीष्टन ठारे आमे विजयी अटु लेखा है आई कैन डू ऑल थिंग्स थ्रू क्राइस्ट मु ख्रीष्टन को द्वारा सर्वतो भावे विजयी अटे आई एम मोर देन कॉन्करर मु ख्रीष्टन ठारे सर्वतो भावे विजयी अटे 7 नंबर पॉइंट मो ठारे विश्वास अछि फेथ आ कॉन्फिडेंट अछि कारण मु पवित्र धार्मिक व्यक्ति ख्रीष्टन को ठारे मु अछि मु नूतन सृष्टि हेई अछि पुरातन विषय मोर सब लोप पाई जाय अछि प्रभु मते पवित्र धार्मिक गणित करी अछंती तो ए सब क्वालिफिकेशन आपन पाखरे अछि आ आपन ख्रीष्टन को ठारे अछंती तो की संदेह आ की भय प्रेज द लॉर्ड हालेलुया कोन आपन धार्मिक जीवन काटछंती की आपन पाप मंद व्यभिचारी जीवन काटछंती की नाही जदि नाही तो रेप्चर रे आपन ऑटोमेटिकली आपन रेप्चर रे आपन नीत हेबे आपन रेप्चर रे जिवे एटा होची गुड न्यूज मो प्रेम हालेलुया सेता संदेह करंतु नाही आ जो माने संदेह करे अछंती सेमान को ई वाक्य कहिग्रे सेमान को अग्नि रु काढला पुरी काढंतु मो प्रिय माने हालेलुया ए सात गोटी क्वालिफिकेशन आपन को ठारे अछि मो प्रिय माने सेई माने अधार्मिक माने जीवे नाही किंतु प्रभु आपन को धार्मिक गणित करी अछंती जे परे कि आपन स्वर्ग राज्य रे प्रवेश करि परिबे प्रभु आपन को तांकर रक्त द्वारा पवित्र अपवित्र लोक जाई परिबे नाही सेतबा प्रभु तांकर रक्त द्वारा धौत करी आपन को पवित्र रूप कले जे परे आपन जाई परिबे प्रेज द लॉर्ड सेतबा आ लंबाईबा नाही शेष कर दबा बहुत समय हेची प्रभु आमान को आज रही वाक्य द्वारा प्रचुर आशीर्वाद करंतु आसंतु आम माने प्रार्थना करिबा आम मान को मधुर के अछंती टिके मुह देखांतु वीडियो टिके ऑन करंतु शेष प्रार्थना रे सहाय्य करिवे आ आमे 22 जण रही गेलु 30 जण रो थैंक यू जीसस हालेलुया ओके आम मान को मधुरे प्रभु को दास शशि पात्र सार अछंती आ मु तांको अनुरोध करबी शेष प्रार्थना रे से सहाय्य करिवे तापर हम विदाय नेबा आसंतु आम समस्त विश्वास सहित प्रार्थना कर पवित्र मंगलमय पिता परमेश्वर तुम धन्यवाद करुछु प्रभु तुम वाक्य सत्य अटे तुम्हें जीवंत एवं तुम्हें जहा कहिथिबो प्रत्येक विषय को तुम्हें सफल करबा परमेश्वर अट पिता एत बेले तुम धन्यवाद करुछु कारण तुम्हें उत्तम वाक्य द्वारा तुम्हें